ଧାଇଁ ଆସିଛୁ ଆପଣମାନଙ୍କୁ ନାଟକ ଦେଖିବା ପାଇଁ। ଆଉ ଆଜି ଏଠି ରହବା ଯୋଉଠିକି ଗଲା ଖାଲି ବକର ବକର ଆରମ୍ଭ କରିଦେଲା। ଆଗେ ମୋ କଥାର ଜବାବ ଦେ, ତାପରେ ନାଟ କରିବୁ। କହିଲୁ ଆଜି ଏଠି କଣ ହବ? ନାଟକ ନାଟକ ଉତ୍ସବ ହବ। ହେଲେ ଆମର ଏଠି କାମ କଣ ଯେ? ଆମେ ବି ନାଟକ କରିବା। ନାଚ ହବ, ଗୀତ ହବ, ଆହୁରି କେତେ କଥା ହବ। ନାଚ ହବ, ଗୀତ ହବ, ରାମାୟଣ ହବ କି ମହାଭାରତ ହବ ସେ କଥା କିଛି କହୁନୁ, ଖାଲି ନାଚ ହବ, ଗୀତ ହବ। ଆଲୋ ଠିକ କଣ ହବ ମୁଁ ଯଦି ଆଗରୁ କହିଦେବି ସବା ଯଦି ନାଟକର ମଜା ନେବେ ତ। ତୁ ଖାଲି ଗୋଟିଏ କଥା ମନେ ରଖିଥା, ଏଇ ନାଟକ ହବ ଯୁଦ୍ଧ ଆଉ ଶାନ୍ତି ବିଷୟରେ। କୋଉଟା ଭଲ କୋଉଟା ଖରାପ। ହଉ ହେଲା, ହେଲେ ପାତ୍ରପାତ୍ରୀ କାହାନ୍ତି? ସବୁ ଅଛନ୍ତି, ସେପଟେ ସଜବାଜ ହଉଛନ୍ତି। ଏଇନେ ପଳେଇ ଆସିବେ। ହେଲେ ତୁ ଏତେ ବ୍ୟସ୍ତ କିଆ? ସିଏ ତ ଆସିବେ, ନାଟକ କରିବେ, ଆମେ ଦେଖିବା। ଦେଖିବା ନା ନାହିଁ? ତୁ ଏଠି ଖୁଣ୍ଡଟା ଭାଇ କାହିଁକି ଠିଆ ହେଇଛୁ? ମୋ ସାଙ୍ଗରେ ସେପଟେ କଣ ହଉଛି ଦେଖିବା ହେଲା। ଆଲା 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 ଯାଉଛୁ କୁଆଡେ? ବନ୍ଦାପନା ହବନି କି? ସତେ ତ, ମୁଁ ତ ପୁରା ଭୁଲି ଯାଇଛି। ହଉ ଚାଲ ଆଗେ ବନ୍ଦାପନା କାମ ସାରିଦେବା ହେଲା। ଚାଲ। प्रथमे बंदिली गणनाथଙ୍କୁ हो, द्वितीय गौरी उमानाथଙ୍କୁ, आउ तृतीय रे हरिपदे जुहारी, चतुर्थे माता धरित्री। अच्छा भला करकु जोड़ी जनाए की सभाजनी, अच्छा भला करकु जोड़ी जनाए की सभाजनी। कहिबी नाही चढ़ैयाड़ी गपत कहिबी नाही, आसीचे आमे तो नाटक पाई, आसीचे आमे तो नाटक पाई, केते दूर देशु धाई आजी आमे आसीचे नाटक पाई।
पचारे नाही चाल जीवा सेई जागा तू धाई चाल जीवा सेई जागा तू धाई सबु कहिबी बुझाई सुंदरी लो सबु कहिबी बुझाई এইটা হলা ফসল ফল বুঝিলু চাল বুলিকে দেখিবা সব কোন আছে ପଚାରେ এইটা কোন আচ্ছা এମାନେ কি কোন କରୁଛନ୍ତି এটা হচ্ছে পান্না মারে যাও এমানে পান্না করছুন জানিছু এই পান্না ভারি সুয়াদিয়া ହଁ এইটু পান্না ওড়িশা বাহার রপ্তানি হুয়ে চল আগে চল যা। ପଚାରେ ସେଠି କିଏ ବସି ଖବର କାଗଜ ପଢୁଛନ୍ତି ସେ ହେଉଛନ୍ତି ଆଲୋକ ମାଷ୍ଟ୍ରେ ଏ ଗାଁ ଲୋକ ତାଙ୍କୁ ଭାରି ଭଲ ପାଆନ୍ତି ଯଦି କାହାର କେତେବେଳେ ଅସୁବିଧା ହୁଏ ଏ ମାଷ୍ଟ୍ର ତାଙ୍କୁ ସାହାଯ୍ୟ କରନ୍ତି ଆଚ୍ଛା ହଉ ଚାଲ ଆଗକୁ ଚାଲ ଚାଲ କହିଲେ ସେଠି କିଏ ବସିଛନ୍ତି ମୁଁ ଜାଣିନି ତୁ କହୁନୁ ସେ ହେଉଛନ୍ତି ଆଲୋକ ମାଷ୍ଟ୍ର ସ୍ତ୍ରୀ ଓ ଚାଲ ଚାଲ ଆଗକୁ ଚାଲ ଚାଲ ଏ କହିଲୁ ଏଠି କ'ଣ ହଉଛି ମୁଁ କଣ ଜାଣିନି କି ସେଠି ପରା ମାଛ ଧରା ହଉଛି ହଁ ତୁ କେତେ କଥା ଜାଣିଲୁ ମୋର ତ କିଛି ଜାଣିନୁ ବୋଲି ଜାଣିଛୁ ଏଠି ଅଧିକାଂଶ ଲୋକେ ମାଛ ଚାଷ ଉପରେ ନିର୍ଭର କରନ୍ତି ଆଚ୍ଛା ମାଛ ବିକିକି ଚଳନ୍ତି ଚାଲ ଚାଲ ଆଗକୁ ଚାଲ ଯିବା ହଉ ଚାଲ ଭାଇ ଦେଖୁଛୁ ଦେଖୁଛୁ କେତେ ବଡ଼ ପାଟ ଦେଖୁଛୁ ହଁ ଦେଖୁଛି ଏଠି ଅନେକ ଲୋକ ଧାନ ଚାଷ ଉପରେ ନିର୍ଭର କରନ୍ତି ଧାନ ବିକିକି ଚଳନ୍ତି ହେଲେ ଆକୁ ପୁରା ଓଡ଼ିଶାର ଭାତ ହାଣ୍ଡି ବୋଲି କହ ଓ ଏଇ ଦେଖୁ ହଁ ଚାଲ ଚାଲ ଆଗକୁ ଚାଲ ହଉ ଚାଲ ଏମିତି ବାଡ଼ି ବୁଟା ଦେଖୁଛନ୍ତି ହେଲେ ବାଡ଼ିଆକୁ ଯାଉନାହାନ୍ତି ଆଉ ବାଡ଼ି ଖେଳୁଛନ୍ତି ଖେଳୁଛନ୍ତି ହଁ ରଜ ଆଉ ଦଶହରା ବେଳକୁ ଏ ଗାଁର ପିଲାମାନେ ମିଶିକି ବାଡ଼ି ଖେଳନ୍ତି ଓ ଚାଲ ଚାଲ ଆରପଟେ ଗାଁକୁ ଯିବା ସେଠି ଆଉ କ'ଣ ଅଛି ବୁଲିକି ହଁ ଦେଖିବା ଠିକ ଅଛି ଚାଲ ତମେ କଣ ଏଇଠି ବସିକି କାଗଜ ପଢୁଥିଲ ସ୍କୁଲ ଯିବନି କି ଆମେ ଚାଲ ମୁଁ ଯାଉଛି ଜଲ୍ଦି ଆସ ଡେରି କରନି ତମେ ଯାଅ ଚାଲ କୁସୁକି ଚାଲ କ'ଣ ଦାଦେ ବୁଢ଼ାବୁଢ଼ୀ ସରିଗଲେଣି ଆରେ କେତେ ଆଉ ହାତ ଟେକିକି ବସିବି ଆରେ ରଜ ରହିଲା ଆଉ 8 ଦିନ ଜ୍ୟେଷ୍ଠ ଗଲେ ଆଷାଢ଼ ପଶିବ ବର୍ଷା ହେଲେ ତ ଭଲ ନହେଲେ ତ ଗଜମରୁଡ଼ି ହେଇଯିବ ହଁ ତୋର କ'ଣ ହେଇଯାଉଛି ବର୍ଷା ନହେଲେ ଜୋରରୁ ପାଣି ଉଠେଇବୁ ନହେଲେ ସେ ପାନ ବରଜାରେ ଯାଇ ମନ ଦବୁ କାହିଁକି ତୁ ମନ ଦଉନୁ ଆରେ ତମ ବିଲରେ ତ ସୁନା ଫଳିବ ଆଉ ଖାଲି ଚାକିରି କରିବୁ ବୋଲି ଆକାଶକୁ ଅନେଇ ବସିଥା ତୁ ଠିକ କଥା କହିଛୁ ଦାଦି ଆଉ ବର୍ଷା ଦିବସ ଦେଖିବା ଇଏ ନୂଆ ସରକାର କ'ଣ କରୁଛି ଯଦି ଏଟା କିଛି ନହେଲା ତାହେଲେ ପୁଣି ଲଙ୍ଗଳ କଣ୍ଟ୍ରା ହାତ ଲଗେଇବା ଆଉ କ'ଣ ହଁ ସରକାର ଦେଖ ବସିକି କ'ଣ ମାଷ୍ଟ୍ରେ ନୂଆ
କିଛି ଅଛି? ନୂଆ ଆଉ କଣ ସବୁ ସେଇ ପୁରୁଣା ଖାଲି ନୂଆ ଭାଷାରେ। ହଉ କର କିଛି ନୂଆ ଖବର ଥିଲେ କହିବ। ହଁ, ହଁ। ମୁଁ କାଲି ଜଣେ ବଳଦକୁ ତୋରାଣି ଦେବି। ହଉ ଯା ଯା। ଚାଲ ଚାଲ ସେଇଟା ଆରେ ସୁର ଏଥର ରଜକୁ ବାଡ଼ି ଖେଳ କି ପଶା ଖେଳର ଟୁର୍ଣ୍ଣାମେଣ୍ଟ କଲେ କେମିତି ହୁଅନ୍ତା? अरे हो तो रजटा पूरा जमी जाता ଆରେ ବନସ୍ତେ ଡାକିଲା ଗଜ संगात ବନସ୍ତେ ଡାକିଲା ଗଜ पोषा खेल पाई रज मौज ରଜ ମଉଜ ରହୁଅ ଆଜୁ ସଜବାଜ ସଙ୍ଗାତରେ ହୁଅ ଆଜୁ ସଜବାଜ ପୋଖରୀରେ ଫୁଟେ କଇଁ ସଙ୍ଗାତରେ ପୋଖରୀରେ ଫୁଟେ କଇଁ ପାଠ ପଢି ପଢି ଚାକିରି ନାହିଁ ଚାକିରି ନାହିଁ ମୋ ବୋଉ କାନ୍ଦେ କଇଁ କଇଁ ସଙ୍ଗାତରେ ବୋଉ କାନ୍ଦେ କଇଁ କଇଁ ହ୍ୟାଲୋ ସୁର ଆରେ ଏଇଠି ଚାକିରି ଅଛି ଦେଖ ଦେଖ କାଇଁ ଏଇ ଦେଖ ଦେଖ କେତେଟା ପ୍ରଶ୍ନ ଅଛି ଏଇଠି ଦେଖ ରିଜର୍ଭ କେତେ ଅନରିଜର୍ଭ କେତେ ମିନିମम କ୍ୱାଲିଫିକେସନ କଣ ଟିକେ ଭଲ କି ଦେଖ କାଇଁ ମୋ ମୁଡରୁ ଆଡଭର୍ଟାଇଜମେଣ୍ଟ ନାହିଁ କହିଲ କଣ ଚାକିରି ବାହାରୁଛି ନିଅ ଏଇଠି କଣ ଲେଖା ହେଇଛି ପଢିଲ ମାନ୍ୟବର ମନ୍ତ୍ରୀ ସଦାନନ୍ଦ ପାତ୍ରଙ୍କର ନିର୍ବାଚନ ମଣ୍ଡଳୀ ଗସ୍ତ ଆଚ୍ଛା ଏଇଟା କଣ ଗୋଟେ ଚାକିରି ଆଚ୍ଛା ସଦାନନ୍ଦ ବାବୁଙ୍କ ନିର୍ବାଚନ ପ୍ରଚାର ବେଳେ ତମେ ମାନେ ତାଙ୍କୁ ସାହାଯ୍ୟ କରୁଥିଲ ନା ନାହିଁ କଣ କରିଦେଲ ତ କଣ ପାଇଁ ହେ ଆମ ସୁବିଧା ଅସୁବିଧାରେ ସେଠି ଆମକୁ ସାହାଯ୍ୟ କରିବେ ଏବେ ତମ ମାନଙ୍କର ଅସୁବିଧା ପଡିଛି ସେ ସାହାଯ୍ୟ କରିବେ କେମିତି କେମିତି ମାନେ ଆରେ ସଦାନନ୍ଦ ବାବୁ ତାଙ୍କ ନିର୍ବାଚନ ମଣ୍ଡଳୀର ହଁ। ତାଙ୍କ ନିଜ ଲୋକଙ୍କ ପାଇଁ ଗୋଟେ ଯୋଜନା ପ୍ରଣୟନ କରିବେ ବୁଝିଲେ ମାଷ୍ଟ୍ରେ ସେଗୁଡାକ ସବୁ ତାଙ୍କ ନିର୍ବାଚନ ଇସ୍ତାହାରରେ ଲେଖା ହେଇଥାଏ ଏ ଲୋକଙ୍କୁ ଭୂତେଇକି ଭୋଟ ନବା ପାଇଁ ଆଉ ଯେତିକି ମନ୍ତ୍ରୀ ହେଲା ପରେ ସେଗୁଡା ସବୁ ବଜାରରେ ଠୁଙ୍ଗା ଦରରେ ବିକ୍ରି ହେଇଯାଏ ବୋଲି କଣ ଆପଣ ଜାଣିନାହାନ୍ତି? ଜାଣିଛି ଆଉ ଏକଥା ବି ଜାଣିଛି ଯେ ନେତା ଏ ଜନତାଙ୍କୁ ଭୁଲିଗଲେ ଏ ଜନତା ବି ନେତାଙ୍କୁ ଭୁଲି ଯାଆନ୍ତି ଓହୋ କଣ କରିବାକୁ ହବ ସିଧା କହୁନାହାନ୍ତି କାହିଁକି ନୂତନ କର୍ମସଂସ୍ଥାନ ପାଇଁ ଦାବି ପତ୍ର ଉପସ୍ଥାପନ ଦାବି ପତ୍ର ହଁ କେବେ ଆଜି ଆଜି? ହଁ ଆରେ ଏବେ ପରା ପେପରରେ ପଢିଲ ମନ୍ତ୍ରୀ ଆଜି ଆମ ଗାଁକୁ ଆସିବା କାର୍ଯ୍ୟକ୍ରମ ରହିଛି ଓ ଆଜି ହଁ ଶୁଣ 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 ଭାଇ ଓ ଭଉଣୀମାନେ ଶୁଣ ଗରିବ ଫସଲ ପଡ଼ୋଶୀଙ୍କର ଗୁହାରି ଶୁଣିବା ପାଇଁ ଆମର ପ୍ରିୟ ନେତା ଶ୍ରୀଯୁକ୍ତ ସଦାନନ୍ଦ ପାତ୍ର ଆଜି ଆମ ଗ୍ରାମ ପରିଦର୍ଶନ ଆସୁଛନ୍ତି ଭାଇ ଓ ଭଉଣୀ ମାନେ ଆଜି ଅତ୍ୟନ୍ତ ଆନନ୍ଦ ଆଉ ଗର୍ବର ଦିନ କାରଣ ଆମର ପ୍ରିୟ ନେତା ଏ ରାଜ୍ୟର ମୁକ୍ତି ସୂର୍ଯ୍ୟ ଏ ଅଞ୍ଚଳର ସର୍ବଶ୍ରେଷ୍ଠ ଜନନାୟକ ମାନ୍ୟବର ମନ୍ତ୍ରୀ ଶ୍ରୀଯୁକ୍ତ ସଦାନନ୍ଦ ପାତ୍ର ତାଙ୍କର ନିର୍ବାଚନ ପ୍ରତିଶ୍ରୁତି ପାଳନ କରି ଆଜି ଆମ ଗହଣରେ ଉପସ୍ଥିତ ଅଛନ୍ତି ମୁଁ ଏ ଅଞ୍ଚଳର ନାଗରିକମାନଙ୍କ ତରଫରୁ ତାଙ୍କୁ ଆଜି ହାର୍ଦ୍ଦିକ ସ୍ୱାଗତ କରୁଛି
मंत्री महोदय आपण अवगत थिया गोटे विषय आपण गोचरार्थी उपस्थापन करूँ आपण एगुड़ी दाबी बोली न भावी आमर गुहारी हिसाब से ग्रहण कले आम निज कृतार्थ मणिबू महाशय एठिका गाँ गंडर हालचाल रास्ताघाटर अवस्था आपण आसला बेले प्रत्यक्ष देखि सारी तेणु से विषय आपन को अधिका कही मु आपनकर बहुमूल्य समय नष्ट करने चाहूनी केवल आपन को गोचरार्थे एति कहीदेक चाहूँगी जे एटी शिक्षित अर्धशिक्षित तथा अशिक्षित बेकार संख्या अनेक सेमानकर स्थायी दानापानी व्यवस्था करने मु आपण निकट गुहारी करुच्ची आम समस्त दृढ़ विश्वास आपण शुभदृष्टि पड़े ए अंचल समस्त मुहर हस फुटी उठ हेलो मोर प्रिय भोटर भाई और भौणी मान आपण माने मते विपुल संख्यार भोट दे निर्वाचित करिथिबारो एवं आपण को आशीर्वाद रे मु मंत्री हेई पारिथिबारो मोर प्रिय नेता आमर मुख्य एवं आपण माननको मु मोर कृतज्ञता जणु बंधुगण मु यही गाँव रे जन्म नहीं यही पानी पवन ने बड़ है यही माटी भोट पाई आज मंत्री है मंत्री मोर परिचय नुहे बंधुगण मु आपण मानक भितर जाने मोर अति अंतरंग सन भाई तपन हेलो हेलो मोर अति अंतरंग सन भाई तपन आज जो दाबी पत्र एठारे उपस्थापित कले यही भली अनेक दाबी पत्र मु आज आसिला बेले अनेक भाई मते बाटरे देइछि बड़ खुशीर कथा बंधुगण मु आज एठी घोषणा करूची जे आम अंचलर उन्नति पाई एठी एक विराट इंडस्ट्री स्थापन होबाक जाउछि यही अल्प दिन भितरे तार सविशेष रूपरेख प्रकाश पाइब मु एठी प्रतिश्रुति दउची बंधुगण ये प्रतिश्रुति कदापि निर्वाचन प्रतिश्रुति रे परिणत हेब नाही अमर नेता सदन बाबू जिंदाबाद 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 अमर मंत्री सदन बाबू जिंदाबाद 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 अमर भाई सदन भाई जिंदाबाद 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 अमर मंत्री सदन बाबू जिंदाबाद 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 अमर भाई तुमर भाई सदन भाई जिंदाबाद जिंदाबाद जिंदाबाद
ଫସଲପାଳଠାରେ ଜାତୀୟ କ୍ଷେପଣାସ୍ତ୍ର ପରୀକ୍ଷା ଘାଟି ତିଆରି କରିବା ପାଇଁ ସମସ୍ତ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦେବାକୁ ରାଜି ହୋଇଛନ୍ତି। ଏ ବିଷୟରେ ସ୍ଥାନୀୟ ମନ୍ତ୍ରୀ ତଥା ଏମ୍ଏଲ୍ଏ ଶ୍ରୀ ସଦାନନ୍ଦ ପାତ୍ର କୁହନ୍ତି, ନମସ୍କାର। ହଁ, ପଚାରନ୍ତୁ ଯାହା ପଚାରିବାର କଥା। ଗୋଟିଏ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା କରିବା ପାଇଁ କଣ ଦେଖି ଫସଲ ଫଳକୁ ଉପଯୁକ୍ତ ସ୍ଥାନ ବୋଲି ଘୋଷଣା କରିଛନ୍ତି? ଆପଣମାନେ ଜାଣନ୍ତି ଗୋଟେ ତ୍ରିଭୁଜ ଭଳି ଏକ ସାମରିକ ସିଷ୍ଟମ ରହିଛି ଆମର ଏଇ ଫସଲ ପାଳନରେ, ଯାହାକି ଗବେଷଣା ପାଇଁ ଏକ ଉପଯୁକ୍ତ ସ୍ଥାନ। ଏହା ଆମ ଦେଶର ସର୍ବଶ୍ରେଷ୍ଠ ଅଞ୍ଚଳ ବୋଲି ଆପଣ ଭାବୁଛନ୍ତି କି? ମୁଁ ଭାବୁନି, ସାଇଣ୍ଟିଷ୍ଟ ମାନେ ଭାବୁଛନ୍ତି। ଖାଲି ଭାବୁନାହାନ୍ତି, ଦେଶର 5ଗୋଟି ସମ୍ଭାବ୍ୟ ସ୍ଥାନକୁ ପରୀକ୍ଷା କରିସାରିବା ପରେ ବଡ଼ ସୌଭାଗ୍ୟର କଥା, ଆମ ଫସଲ ପାଳକୁ ସେମାନେ ଉପଯୁକ୍ତ ବୋଲି ଘୋଷଣା କରିଛନ୍ତି। ସୌଭାଗ୍ୟର କଥା ନା ମରଣର ଗନ୍ତାଘର? ମାନେ ବୁଝିପାରିଲିନି। ଆପଣ ବମ୍ ଦେଖିଛନ୍ତି? ଇଲେକ୍ସନରେ ଜିତି ମନ୍ତ୍ରୀ ହେଇଛି, ବମ୍ ଦେଖିନି। ଇଲେକ୍ସନରେ ଯୋଉ ବମ୍ ବ୍ୟବହାର ହୁଏ ସେ ବମ୍ ନୁହେଁ, ଅସଲ ବମ୍ ମିଜାଇଲ ICBM, ଯାହାକୁ ନିକ୍ଷେପ କଲେ ଗୋଟେ ଘାଟି କାହିଁକି ଗୋଟେ ଇଲାକା ବି ନିଶ୍ଚିନ୍ତ ହେଇଯାଏ, ସେଇ ବମ୍। ଏକ୍ଜାକ୍ଟଲି ଆପଣ କଣ କହିବାକୁ ଚାହୁଁଛନ୍ତି? ଅଭିଯୋଗ ହେଉଛି ଯେ ଆପଣମାନଙ୍କ ନେତାଙ୍କ ଉପରେ ବିଦେଶ ଶକ୍ତିର ଚାପ ପଡ଼ିବାରୁ ଆପଣମାନେ କ୍ଷେପଣାସ୍ତ୍ର ଘାଟି ତିଆରି ହେବାକୁ ରାଜି ହେଇଛନ୍ତି। ଏ ଅଭିଯୋଗ ସମ୍ପୂର୍ଣ୍ଣ ମନଗଢ଼ା। ଦେଶରୁ ବେକାରୀ ଦୂର କରିବା ପାଇଁ, ଦେଶ ହିତକର କାର୍ଯ୍ୟରେ ନିଜକୁ ସାମିଲ କରିବା ପାଇଁ, ଆଉ ବିଶେଷ କରି ଦେଶର ସୁରକ୍ଷା ପାଇଁ ଆମେ ଘାଟି ତିଆରି କରିବାକୁ ଚାହୁଁଛୁ। ଦେଶ ହିତକର କାମ ନା ଯୁଦ୍ଧକର ମନୋବୃତ୍ତି? ନୋ କମେଣ୍ଟସ୍। ଏନି ମୋର କ୍ୱେଶ୍ଚିନ୍? ଯଦି ଆପଣଙ୍କ ଅଞ୍ଚଳ ଜନମତ ଆପଣଙ୍କ ବିପକ୍ଷରେ ଯାଏ? ଅସମ୍ଭବ। ମୁଁ ମୋ ଅଞ୍ଚଳକୁ ଯିବି, ଲୋକ ସମ୍ପର୍କ ସ୍ଥାପନ କରିବି ଏବଂ ଲୋକଙ୍କୁ ବୁଝେଇବି। ଏଇଠି ଗୋଟିଏ କଥା ମୁଁ ଆପଣମାନଙ୍କୁ ସୂଚନା ଦଉଛି ଯେ ମୋ ଅଞ୍ଚଳକୁ ଗସ୍ତ କାର୍ଯ୍ୟକ୍ରମ ମୁଁ ସ୍ଥିର କରିସାରିଛି। ନମସ୍କାର। ଏହି ପରୀକ୍ଷା ଘାଟିଟି ପ୍ରତିଷ୍ଠା ହେଲେ ସେହି ଅଞ୍ଚଳର 10,000ରୁ ଅଧିକ ବେକାର ଯୁବକ ଚାକିରି ପାଇବେ ଏବଂ ଆନୁଷଙ୍ଗିକ ଯନ୍ତ୍ରପାତି ନିର୍ମାଣ କାରଖାନାମାନଙ୍କରେ ଆହୁରି ଅନେକ ଯୁବକଙ୍କର କର୍ମସଂସ୍ଥାନ ହେଇପାରିବ ବୋଲି ସରକାରୀ ମୁଖପାତ୍ର ଆମ ପ୍ରତିନିଧିଙ୍କୁ ଜଣାଇଛନ୍ତି। ସ୍କୁଲ ପିଲାଙ୍କୁ ପାଠ ପଢେଇ ପଢେଇ ତମ ମୁଣ୍ଡଟା ବିଗିଡ଼ି ଆଣି ଦେଖୁଛି। ଏ କଣ ଗୋଟେ ଘାଟି ହବ, ଆମ ପିଲା ଚାକିରି ପାଇବେ, ବାସ୍ କଥା ସରିଲା। କଥା ସେଇଠି ସରିଲାନି ବରୁଣା ମଉସା, କଥାଟା ସେଇଠି ଆରମ୍ଭ ହେଲା। କଣ ଆରମ୍ଭ ହେଲା ବୁଝେଇ ଦଉନ? ତମେ ଆଦৌ ବ୍ୟସ୍ତ ହୁଅନି, ମନ୍ତ୍ରୀ ତ ଆମ ଗାଁକୁ ଆସିବେ, ତାଙ୍କୁ ପଚାରି ସବୁ କିଛି ବୁଝି ନେବ। ଆମ ଗାଁକୁ ଆସିବେ? ହଁ। ତମେ କେମିତି ଜାଣିଲ? ଆରେ ଏବେ ପରା ଟିଭିରେ ନ୍ୟୁଜ ଦେଖିଲ, ମନ୍ତ୍ରୀ ନିଜେ କହିଲେ ତାଙ୍କ ଅଞ୍ଚଳକୁ ଗସ୍ତ କାର୍ଯ୍ୟକ୍ରମ ସ୍ଥିର କରିସାରିଛନ୍ତି। ମନ୍ତ୍ରୀ ଆସିକି ଜାମ ସୁର ଧରିଲେଣି, ତମମାନେ ବ୍ୟବସ୍ଥା କର, ମୁଁ ଚାଲିଲି। ରହମ, ମୁଁ ଆଗ କଥାଟା ଭଲ କରି ବୁଝେ, ଖାଲି ମନ୍ତ୍ରୀ ମନ୍ତ୍ରୀ ହଉଛ। ହଏ ମାଷ୍ଟ୍ରେ, ହଁ ତମେ କଣ ଜାଣିନ ମନ୍ତ୍ରୀ ଯାହା କହିବେ ତାଙ୍କୁ ଶୁଆଇଲା ଭଳିଆ କହିବେ? ଜାଣିଛି। ତାହେଲେ ଅସଲ ରହସ୍ୟଟା କଣ ଆମକୁ ବୁଝେଇ ଦଉନ? ଇଏ କ୍ଷେପଣାସ୍ତ୍ର ଘାଟି ଜିନିଷଟା କଣ? ଆମ ପିଲେ ଚାକିରି ପାଇବେ ନା ମନ୍ତ୍ରୀ ଗୋଟେ ଫମ୍ପା ଆବାଜ କରିଦେଲେ? ପିଲା ଏବେ ତ ଚାକିରି ପାଇବେ, ହେଲେ
এই ফসল পাଳନ 100 ବର୍ଗ କିଲୋମିଟର ଅଞ୍ଚଳ କ୍ଷେପଣାସ୍ତ୍ର ଘାଟ ଇଲାକା ହେଇଯିବ। ମାନେ ଏତକ ଅଞ୍ଚଳରେ କୌଣସି ଗାଁ ଗଣ୍ଡା ରହିବନି, କୌଣସି ଚାଷ ଜମି ରହିବନି। ଆମ ମୁହଁରୁ ଆର ଥରେ ନେବ ଏଇ କ୍ଷେପଣାସ୍ତ୍ର ଘାଟି। 36,000 ଲକ୍ଷ ପର୍ଯ୍ୟନ୍ତ ଲୋକ ତାଙ୍କର ଭିଟା ମାଟି ଛାଡ଼ିବାକୁ ବାଧ୍ୟ ହେବେ। 900 ପରିବାରର ଠିକଣା ହଜିଯିବ। ଆଉ ପାନ ବରଜ, ଆମ ମାଛ ଚାଷ, ଆମ ସ୍କୁଲ କଲେଜ ମନ୍ଦିର, ଆମ ନଡ଼ିଆ ବଗିଚା, ଘର ଡିଅ, ଧାନ ବିଲ କିଛି ରହିବନି। এইଠୁ ସମୁଦ୍ର ଗର୍ଭକୁ ନିକ୍ଷେପ କରାଯିବ କ୍ଷେପଣାସ୍ତ୍ର। ଆଉ ପରୀକ୍ଷାରେ ଟିକେ ଭୁଲ ହେଲେ ସେ କ୍ଷେପଣାସ୍ତ୍ର ଯେକୌଣସି ନିକଟବର୍ତ୍ତୀ ଜନବସତି ଅଞ୍ଚଳ ଉପରେ ପଡ଼ିବ। ତା ଅର୍ଥ ମୃତ୍ୟୁ। ଭିତରେ ଭିତରେ ବିଭୀଷିକା, ବିନା ଦୋଷର ହଜାର ହଜାର ନିରୀହ ଲୋକ ପୋକ ମାଛି କରି ମରିବେ। এই କ୍ଷେପଣାସ୍ତ୍ର ଘାଟି ଗୁଡ଼ିକର ଠିକଣା ସବୁ ବିଦେଶୀ ଗୁପ୍ତଚର ମାନଙ୍କ ନଥି ନକ୍ସାରେ ଥାଏ। ଦେଶ ଦେଶ ଭିତରେ ମନାନ୍ତର ହେଲେ ଆରମ୍ଭ ହୋଇଯାଏ ଯୁଦ୍ଧ। ସେଇଗୁଡ଼ିକୁ ପ୍ରଥମେ ଧ୍ୱଂସ କରିଦିଆଯାଏ। ତୋପ, କମାଣ, କ୍ଷେପଣାସ୍ତ୍ର ଏପରିକି ପରମାଣୁ ବୋମା ପର୍ଯ୍ୟନ୍ତ ନିକ୍ଷେପ କରାଯାଏ। ଶତ୍ରୁ ସଂହାର ନାଁରେ ଚାଲେ ଧ୍ୱଂସର ତାଣ୍ଡବ ଲୀଳା। ଜାତି, ଧର୍ମ, ଧନୀ, ନିର୍ଧନ, କୋମଳବତୀ ଶିଶୁଠୁ ଆରମ୍ଭ କରି ପରିପକ୍ୱ ବୃଦ୍ଧ ପର୍ଯ୍ୟନ୍ତ କେହି ବାଦ୍ ଯାଆନ୍ତିନି ଯୁଦ୍ଧ ରାକ୍ଷସ କବଳରୁ। ସମସ୍ତେ ହାରିଯାଆନ୍ତି, କେହି ଜିତି ପାରନ୍ତିନି। ଜାତି, ସଭ୍ୟତା, ସଂସ୍କୃତି ସବୁକିଛି ନିଶ୍ଚିହ୍ନ ହୋଇଯାଏ, ଠିକ୍ ଯେମିତି ହେଇଥିଲା ଜାପାନର ହିରୋସୀମା ଆଉ ନାଗାସାକିରେ। ରାତି ଅଧରେ କୋଉଠି ଲଣ୍ଠନ ଛାଡ଼ି ପାଠ ପଢୁଥିବେ ଛୋଟ ଛୋଟ ପିଲାମାନେ, କୋଉଠି ବୁଢ଼ା ବାପଟିଏ କାଶି କାଶି ଶୋଇ ପଡ଼ିବାକୁ ଯାଉଥିବ, କୋଉଠି ଛୋଟ କଅଁଳ ଶିଶୁଟି ମା କ୍ଷୀର ଖାଇ ଶୋଇ ଯାଉଥିବ। ହଠାତ୍ ଅଚିହ୍ନା ଅତିଥି ପରି ଆକାଶରୁ ଖସି ଆସିବ ଅମେଘସ୍ତ୍ର କ୍ଷେପଣାସ୍ତ୍ର। ନିମିଷକ ମଧ୍ୟରେ ଆରମ୍ଭ ହେଇଯିବ ଯୁଦ୍ଧର ତାଣ୍ଡବ ଲୀଳା। ସବୁ କିଛି ଧ୍ୱଂସ ହେଇଯିବ, ନିଶ୍ଚୂର୍ଣ୍ଣ ହେଇଯିବ, ନିଶ୍ଚୁପ ହେଇଯିବ। ଘାଟି ଆମର ଦରକାର ନାହିଁ। ପାର୍ଥ, ଗୋବିନ୍ଦ, ଗୁଣ୍ଡାମୂଷା, ମାଷ୍ଟେ, ଗଣେଶ, ଅନନ୍ତ, ହେଲେ ତପନ ତୁ ବୁଝୁନୁ କାହିଁକି? 10,000 ପିଲାଙ୍କୁ ତ ଚାକିରି ମିଳିବ, ରୋଜଗାର ମିଳିବ, 10,000 ପରିବାର ମୁହଁରେ ହସ ଫୁଟିବ, ପେଟ ଗଣ୍ଡା ଦାନା ମିଳିବ, ମୁଣ୍ଡ ଟେକି ଠିଆ ହେବାକୁ ଟିକେ ସାହସ ମିଳିବ। ସୁର, ତୋ ମୁଣ୍ଡ ଖରାପ ହେଇଯାଇଛି ନା କଣ? ନିଜର ସମ୍ମାନ ସ୍ୱାର୍ଥରେ ପାଇଁ ମୁଁ ଏ କ୍ଷେପଣାସ୍ତ୍ର ଘାଟି ପ୍ରସ୍ତାବକୁ ସମର୍ଥନ କରେ। କଣ ହେଲା? ତମେ ଯୁଦ୍ଧକୁ ସମର୍ଥନ କର, ଶାନ୍ତି ରହୁଥିବା ଲୋକମାନଙ୍କ ମୃତ୍ୟୁକୁ ସମର୍ଥନ କର, ଶସ୍ୟ ସମଳୟ ପୃଥିବୀର ଧ୍ୱଂସକୁ ସମର୍ଥନ କର। ମୁଁ ମୋ ନିଜକୁ ସମର୍ଥନ କରେ, ମୋ ନିଜ ବିଷୟରେ ସିଦ୍ଧାନ୍ତ ଗ୍ରହଣ କରେ। ଶୁଣ, ଆରେ ହଠାତ୍ କଣ ହେଲା? ତୁ ବୁଝିପାରୁଛୁ ତୁ କଣ କହୁଛୁ? ମୁଁ ଠିକ ବୁଝିଛି, ମତେ କାହାରି କିଛି ବୁଝେଇବା ଦରକାର ନାହିଁ। କଣ କରିବାକୁ ହବ ମୁଁ ଚିନ୍ତା କରି ସାରିଛି। ବହୁତ ବଡ ବଡ କଥା ଶୁଣିଲେଣି। ଏ ଗାଁରେ ଗୁରୁନ୍ଦା ରାଉତ ବଞ୍ଚିଥିଲା ପର୍ଯ୍ୟନ୍ତ
एटी केही कौनसी सिद्धांत ग्रहण करि परिबेनी ये गाँव रो मुखिया मु एटी जा करबा कथा मु करबी एटी जा कहबा कथा मु कहबी तू मुखिया तो घरे एठी नुह मु काहारी को मुखिया मानेनी भविष्य तो न देखि न जानी जो माने भय करंती मु से माने को घृणा करे मुरुदे भाई तेरे हाथ लगाइले भला बोली कहि दउची पूरो बाबू को समिति कहि कहि परिबेनी जदि हम पिला माने रोजगार करिवार सुविधा पाइबे तबे कोनटा खंदी जोसुको हां तने कोन खंदी जो अरे बाबू कथाटा सेया नुह पिला माने होय तो रोजगार करिवार सुविधा पाइबा पूर्वरु सब किछि ध्वंस होइबार संभावना अधिका हां मास्टर आजकल तू बहुत भाषण दउचु तो भाषण बंद करी जाठू हां से आठू जीवाने तपन घटनाटा बढ़ाना कहूची अरे घटनाटा मु बढौची ना तू सीधा कथाटा मोठू सुनिने एठी क्षेपणास्त्र घाटी प्रतिष्ठा हबो आउ जिए विरोध करिवो आमे ताको एठी रखाई दबुनी देखिबा कोन मुर्गी करबा छै अरे तबे भी आके देखि देखो देख सुनो घटनाटा बढ़िबा करू अरे जा अरे सूर भाई तेरे हाथ धरा मंत्री हौ हौ एमिति प्रतिश्रुति पालन करदेले जे गाँटा भाग भाग हो गला गाँ रे प्रथम थर पाई बाड़ी गुड़ाक खेल पाई नुहे मुंड फाटिया काम लगिला तुमको ए पिला माने पेट पोषिया पाई चाकरी कोन मागिथिले ता बदले तमे तांको रक्त मागिनेलो आ मु प्रतिश्रुति देइथिली मो अंचलर बेकार युवक मानक पाई रोजगार रो किछि गोटे व्यवस्था कर दवा पाई आ सेठी पाई तो घोषणा नामा प्रकाश पाई सारछि एतरे हिंसा करना गटिबो काई तमे परा अध्यापक थिलो पिला को पाठ पढौथिलो तमे निधि जानिछो ए क्षेपणास्त्र घाटी जिनसटा कोन ओहो सेथरु तमु कोन मिलिबो पिला मानकर चाकरी दरकार
ଆଉ ସେ ବ୍ୟବସ୍ଥା ମୁଁ କରିଦେଇଛି। କି ଚାକିରି ସାମରିକ ବିଜ୍ଞାନ ବିଷୟରେ ଏଠି ତ କାହାର କିଛି ଯୋଗ୍ୟତା ନାହିଁ। ତେଣୁ ଏ ଅଞ୍ଚଳ ପିଲାମାନେ କେହି ବୈଜ୍ଞାନିକ ଚାକିରି କରିବେନି, ସମସ୍ତେ କାଜୁଆଲ ପିଅନ ତାହେଲେ କିରାନୀ ହେବେ। ସେମାନଙ୍କ ଭିଟା ମାଟି ଧାନ ବିଲ ପାନ ବରଜ, ତା ବଦଳରେ ଆପଣ ଏଇ ବ୍ୟବସ୍ଥା କରିଛନ୍ତି। ସେ ପ୍ରକାର ଭୁଲ ଧାରଣା ତମକୁ ଦେଲା କି? ଯୋଉମାନଙ୍କର ଜମି ଯିବ, ଘର ଡିହ ଯିବ, ସେମାନଙ୍କୁ କ୍ଷତିପୂରଣ ମିଳିବ, ଅଲଗା ଅଞ୍ଚଳରେ ଜାଗା ମିଳିବ, ଆଉ ସରକାର ସେମାନଙ୍କର ଥଇଥାନ ପାଇଁ ମୁକ୍ତ ହସ୍ତରେ ଖର୍ଚ୍ଚ କରିବେ। ମନ୍ତ୍ରୀ ମହୋଦୟ, ଶୁଣିଛି ସରକାର ଏ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ପାଇଁ ପ୍ରାୟ 4,000 କୋଟି ଟଙ୍କା ଖର୍ଚ୍ଚ କରିବେ। ଯଦି ସରକାରଙ୍କ ପାଖରେ ଖର୍ଚ୍ଚ କରିବା ପାଇଁ ଏତେ ଗୁଡ଼େ ଟଙ୍କା ଅଛି, ତାହେଲେ ଆମର এই ସୁବର୍ଣ୍ଣରେଖା ନଦୀ ଉପରେ ଗୋଟେ ବନ୍ଧ, ପିଲାମାନେ ପାଠ ପଢ଼ିବା ପାଇଁ ଗୋଟେ କଲେଜ, ଆଉ ଲୋକମାନଙ୍କ ଚିକିତ୍ସା ପାଇଁ ଗୋଟେ ହସ୍ପିଟାଲ ଖୋଲି ଦେଇ ପାରନ୍ତେନି? କେତେ ବା ଟଙ୍କା ଖର୍ଚ୍ଚ ହୁଅନ୍ତା? ନଦୀ ବନ୍ଧ, ଡାକ୍ତରଖାନା, କଲେଜ ଆଉ କ୍ଷେପଣାସ୍ତ୍ର ଘାଟି, ଏ ଦିଟା ଅଲଗା ଜିନିଷ। ଘାଟି ଦରକାର ଏ ଦେଶକୁ ଶତ୍ରୁ ବିପଦରୁ ମୁକ୍ତ କରିବା ପାଇଁ, ଦେଶର ସାମରିକ ଶକ୍ତି ବୃଦ୍ଧି କରିବା ପାଇଁ, ଆଉ ବିଶେଷ କରି ଏ ଦେଶର ଲୋକମାନଙ୍କୁ ନିର୍ଭୟରେ ଜୀବନ ଯାପନ କରିବାର ସୁବିଧା ଦେବା ପାଇଁ। ଆଉ ତା ଛଡ଼ା ତମେ ଏଠି ପାଠ ପଢ଼େଇବା ପାଇଁ ମାଷ୍ଟର ଚାକିରି କରିଛ ନା ବିରୋଧୀ ଦଳର ନେତା ସାଜି ପଲିଟିକ୍ସ କରୁଛ? ନା, ଏଠି ଯୋଉମାନେ ଅଜ୍ଞାନ ଅନ୍ଧାରରେ ଅଛନ୍ତି, ମୁଁ ସେମାନଙ୍କୁ ଜ୍ଞାନର ଆଲୋକ ଦେଖୁଛି। ସେମିତି ଭୁଲ କରିବାକୁ ଚେଷ୍ଟା କରନି। ଥରେ ଚାକିରି ଚାଲିଗଲେ ଆଉ ପିଲା ଛୁଆଙ୍କ ପେଟରେ ଓଦା କନ ପଡ଼ିଗଲେ ତମକୁ ବି ସବୁ ଅନ୍ଧାର ଦେଖାଯିବ। ସଦାନନ୍ଦ, ମନ୍ତ୍ରୀ ହେଇଗଲେ ତମେ ଏମିତି ମୂର୍ଖ ହେଇଛ ବୋଲି ମୋର ବିଶ୍ୱାସ ନଥିଲା। ଏଇ ପିଠିରେ କୋରଡ଼ା ଖାଇ ଏ ଦେଶକୁ ସ୍ୱାଧୀନ କରୁଥିଲୁ, ଗଣତନ୍ତ୍ର ଆଣିଥିଲୁ, ଆଉ ଏ ଗଣତନ୍ତ୍ରକୁ ଆହୁରି ଗରିଆଣ କରିବା ପାଇଁ ତମ ଭଳି ଜଣେ ଶିକ୍ଷିତ ଲୋକକୁ ପ୍ରାର୍ଥୀ କରାଇ ମୁଣ୍ଡ ଝାଳ ତୁଣ୍ଡରେ ମାରି ପ୍ରଚାର କରୁଥିଲୁ। ଭାବିଥିଲୁ ତମେ ଆମ କଥା ରଖିବ, ଆମ ସୁଖ ଦୁଃଖର ଭାଗି ହେବ, ଆମକୁ ହତାଦାର କରିବନି। ହେଲେ ହେଲା କ'ଣ? ତମ ମନ୍ତ୍ରୀଙ୍କ ଗାଦିଟା ପାଇଁ, ତମର ସେ ଚୌକିଟା ପାଇଁ ତମେ ତମର ବାପା ମା ଭାଇ ଭଉଣୀ ସମସ୍ତଙ୍କୁ ଯୁଦ୍ଧର ଆକାଶରେ ଟେକିଦେଲ। ଥାଉ ଦାଦି, ଆମେ ବହୁତ ବୁଝିଗଲୁଣୁ। ନା, ଅସଲ କଥା ମୁଁ ଏଯାଏଁ ବୁଝିନି। ମନ୍ତ୍ରୀ ଶ୍ରୀଯୁକ୍ତ ସଦାନନ୍ଦ ଆମ ପ୍ରତିନିଧି, ପ୍ରଜା ପ୍ରତିନିଧି, ତାଙ୍କୁ ଆମ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିବ। ପ୍ରଶ୍ନ? କି ପ୍ରଶ୍ନ? ବହୁତ ଦେଶ ରକ୍ଷା ବିଷୟରେ ଭାଷଣ ଶୁଣେଇଲ, କହିପାରିବ ଏ ଦେଶ ବୋଇଲେ କ'ଣ? ଏ ଶାସନ କାହା ପାଇଁ? ଏ ଦେଶ ଦେଶ ଜନତାଙ୍କର, ଆଉ ଏ ଶାସନ ଦେଶବାସୀଙ୍କର ସୁଖ ସୁବିଧା ପାଇଁ। କାହିଁ ଆମ ଫସଲ ବାଳବାସୀ ତ ଏ ଦେଶ ବାହାରେ ନାହାନ୍ତି। ଯଦି ସେମାନଙ୍କର ଅସୁବିଧା ହେଲା, ଯଦି ସେମାନଙ୍କର ଦୁଃଖ କଷ୍ଟ ବଢ଼ିଗଲା, ତାହେଲେ କ'ଣ ପାଇଁ ଏ କ୍ଷେପଣାସ୍ତ୍ର ଘାଟି, କ'ଣ ପାଇଁ ଦେଶ ରକ୍ଷା ନାଁରେ ଅତ୍ୟାଚାର? ଉତ୍ତର ଦେଇପାରିବ? ମନ୍ତ୍ରୀ ମହୋଦୟ, ଆମ ଦେଶ ପୁରା ପଞ୍ଚଶୀଳର ଦେଶ, ଶାନ୍ତି ଆଉ ଅହିଂସାର କଥା କହେ। ଯୋଉ ଅହିଂସାକୁ ଅସ୍ତ୍ର କରି ଜାତିର ଜନକ ମହାତ୍ମା ଗାନ୍ଧୀ ଏ ଦେଶକୁ ସ୍ୱାଧୀନ କରି ଯାଇଥିଲେ, ଯେତେବେଳେ ସମଗ୍ର ବିଶ୍ୱର ଅଧିକାଂଶ ରାଷ୍ଟ୍ର ସେଇ ଅହିଂସା ମନ୍ତ୍ରକୁ ଗ୍ରହଣ କରିସାରିଲେଣି, ଯେତେବେଳେ ସମଗ୍ର ବିଶ୍ୱରେ ଶୀତଳ ଯୁଦ୍ଧ ସୁଦ୍ଧା ବନ୍ଦ ହେବାକୁ ବସିଲାଣି, ସେତେବେଳେ କ'ଣ ପାଇଁ ଏ କ୍ଷେପଣାସ୍ତ୍ର, କ'ଣ ପାଇଁ ଏ ଯୁଦ୍ଧାସ୍ତ୍ର? ମୁଁ ଜାଣିଛି ମନ୍ତ୍ରୀ ମହୋଦୟ, ଏ ପ୍ରଶ୍ନର ଉତ୍ତର ତମ ପାଖରେ ନାହିଁ। ହେଲେ ତମେ ଆସିଛ ଯେତେବେଳେ ତମ ପ୍ରଶ୍ନର ଉତ୍ତର ଶୁଣିଯାଅ। ଆମେ କେହି ଆନ୍ଦୋଳନ କଥା ଚିନ୍ତା କରୁନଥିଲୁ। ଆମେ ଭାବିଥିଲୁ ତମ ସରକାରଙ୍କ ପାଖରେ ଗୁହାରି କରିବୁ, ତମ ହାତ ଗୋଡ଼ ଧରିବୁ, ତମେ ତମ ନିଷ୍ପତ୍ତିର ପରିବର୍ତ୍ତନ କରିବ। କିନ୍ତୁ ତମେ ଆମକୁ ରାସ୍ତା ଦେଖାଇ ଦେଇଛ, ଆନ୍ଦୋଳନ ରାସ୍ତା। ଗଣତନ୍ତ୍ରରେ ଗୋଡ଼ ଧରିବା ଦରକାର କ'ଣ? ପ୍ରତିବାଦ କରିବାକୁ ପଡ଼ିବ, ଦାବି ହାସଲ କରିବାକୁ ପଡ଼ିବ। ଯାଆନ୍ତୁ ମନ୍ତ୍ରୀ ମହୋଦୟ, ଶେଷ ଥର ପାଇଁ ନିଜର ନିର୍ବାଚନ ମଣ୍ଡଳୀ ଗସ୍ତ କରନ୍ତୁ, ଶେଷ ଥର ପାଇଁ। ଠିକ ଅଛି, ଶୁଣ ଫସଲ ବାଳବାସୀ, ଏଇଠି ଜାତୀୟ କ୍ଷେପଣାସ୍ତ୍ର ଘାଟି ପ୍ରତିଷ୍ଠା ହବ। ଏଇଟା ଆମ ମୁଖ୍ୟଙ୍କର ଫସଲ ପାଳକୁ ଏକ ଉପହାର। ଏଇଟା ଆମ ପ୍ରଧାନଙ୍କର ଇଚ୍ଛା। ଯେ ଏଥିରେ ପ୍ରତିବାଦ କରିବ, ସେ ଦେଶର ପ୍ରଗତି ବିରୁଦ୍ଧରେ ପ୍ରତିବାଦ କରୁଛି ବୋଲି ଗଣାହବ। ଆଉ ଯିଏ ଏଥିରେ ବାଧା ଦେବ, ସେ ଫସଲ ପାଳରୁ ଚାକିରି ପାଇବାକୁ ଥିବା 10,000 ଯୁବକଙ୍କର ଶତ୍ରୁ ବୋଲି ଘୋଷଣା କରାଯିବ। ଆଉ ଯେ ଏଥିରେ ଆନ୍ଦୋଳନ କରିବ, ଦେଶଦ୍ରୋହୀ ଭାବରେ
ସରକାରୀ ଆଇନ ଅନୁଯାୟୀ କଠୋର ଦଣ୍ଡରେ ଦଣ୍ଡିତ ହବ। ଆଶା ଶୁଣ। আমার নেতা সুভাষ বাবু জিন্দাবাদ 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 ফসল বড় ক্ষেপণাস্ত্র ঘাঁটি জিন্দাবাদ 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 ফসল বড় ক্ষেপণাস্ত্র ঘাঁটি জিন্দাবাদ 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 আমার নেতা সুভাষ বাবু ସମସ୍ତଙ୍କୁ ଗୋଟିଏ କଥା ମନେ ରଖିବାକୁ ପଡ଼ିବ। କାହା ହାତ ଟେକାକୁ ଚାହିଁ ବସିଲେ, କାହାକୁ ବୁଦ୍ଧି ମାଗିଲେ ଏଠି ତମ ଜମି ରହିବନି, ତମ ଘର ଡିଅ ରହିବନି। ସରକାରଙ୍କ ହାତରୁ ଏ ଅଞ୍ଚଳ ଛଡେଇ ଆଣିବା ପାଇଁ ଏଠି ଯାହା ନିଷ୍ପତ୍ତି ହବ ତମମାନେ ସବୁ ଏକମତ ତ? ବାପା ତପନ ଦାଦି ଯାହା କହିବା କଥା ଟିକେ ବୁଝେଇକି କୁହ। ଠିକ ଅଛି ଭାଇମାନେ, ସରକାର କହିଲେ ଗୋଟେ ମନ୍ତ୍ରୀ ନୁହେଁ, ଗୋଟେ କଲେକ୍ଟର ନୁହେଁ, କି ଗୋଟେ ତହସିଲଦାର ନୁହେଁ। ସରକାର କହିଲେ ଗୋଟେ ବିଶାଳ ପୋଲିସ ବାହିନୀରୁ ଆରମ୍ଭ କରି ସମ୍ପୂର୍ଣ୍ଣ ରାଜସ୍ୱ ବିଭାଗ ପର୍ଯ୍ୟନ୍ତ, ଗୋଟେ ଅମରତନ୍ତ୍ର ଠାରୁ ଆରମ୍ଭ କରି ସମ୍ପୂର୍ଣ୍ଣ ଶାସନତନ୍ତ୍ର ପର୍ଯ୍ୟନ୍ତ ସେମାନଙ୍କ ହାତରେ ଅଶେଷ କ୍ଷମତା, ଅନେକ ଧନବଳ, ଅନେକ ଲୋକବଳ। ସେମାନେ ଚାହିଁଲେ ଯେକୌଣସି ବ୍ୟକ୍ତିକୁ, ଯେକୌଣସି ଅଞ୍ଚଳକୁ ନିଜ ଅକ୍ତିଆରକୁ ନେଇପାରିବେ। ଆମକୁ ସେମାନଙ୍କ ବିରୁଦ୍ଧରେ ଲଢ଼େଇ କରିବାକୁ ହେବ। କୁହ ଭାଇମାନେ, ଆମେ ପାରିବା ତ? ନା ଭାଇମାନେ, ଆମେ ଲାଠି ଉଠେଇଲେ ସରକାର ଆମ ଉପରକୁ ବନ୍ଧୁକ ଉଠେଇବେ। ଆମେ ଆଘାତ କଲେ ସରକାର ଆମ ଉପରକୁ ଗୁଳି ଚଳେଇବେ। ଭାଇମାନେ, ଆମ ପାଖରେ ଗୋଟାଏ ଜିନିଷ ଅଛି ଯୋଉଟା କି ସରକାରଙ୍କ ପାଖରେ ନାହିଁ। ସେଇଟା ହେଲା ଆମେ ନିଜକୁ ରକ୍ଷା କରିବା ପାଇଁ ଆମର ମନୋବଳ ଆଉ ଆମର ଏକତା। ସେଇ ମନୋବଳ ଆଉ ଏକତା ପାଇଁ ଏବେ ପରୀକ୍ଷାର ସମୟ ଉପସ୍ଥିତ। ଭାଇମାନେ, ପାରିବ ସମସ୍ତେ ପରୀକ୍ଷା ଦେଇ? ତାହେଲେ ଆଜିଠାରୁ ସରକାରଙ୍କ ସହିତ ସବୁ ସମ୍ପର୍କ ବନ୍ଦ, ସବୁ ସରକାରୀ କର୍ମଚାରୀଙ୍କର ଏ ଅଞ୍ଚଳକୁ ପ୍ରବେଶ ବନ୍ଦ, ଏ ଅଞ୍ଚଳର ସବୁ ରାସ୍ତା ବନ୍ଦ, ସବୁ ଦ୍ୱାର ରୁଦ୍ଧ ଦ୍ୱାର। ପ୍ରତ୍ୟେକ ଗାଁ ମୁଣ୍ଡରେ ଫାଟକ ତିଆରି ହବ। ସେଇ ଫାଟକକୁ ଜଗି ରହିବେ ଛୋଟ ଛୋଟ ପିଲାମାନେ। କୌଣସି ଅଜଣା ଲୋକ ଦେଖିବା କ୍ଷଣି ସେମାନେ ସୂଚନା ଦେବେ। ଗାଁର ସମସ୍ତେ ଆସି ରାସ୍ତା ଉପରେ ଶୋଇ ରହିବେ, ରାସ୍ତା ଅବରୋଧ କରିବେ। ଅଜଣା ଲୋକ ଫେରିଯିବାକୁ ବାଧ୍ୟ ନ ହେଲା ପର୍ଯ୍ୟନ୍ତ ଅବରୋଧ ଜାରି ରହିବ। ସେତେଦିନ ପର୍ଯ୍ୟନ୍ତ ଯେତେଦିନ ପର୍ଯ୍ୟନ୍ତ ସରକାର ତାଙ୍କ ନିଷ୍ପତ୍ତିର ପ୍ରତ୍ୟାହାର ନ କରିଛନ୍ତି, ଯେତେଦିନ ପର୍ଯ୍ୟନ୍ତ ରାଜନୈତିକ ନେତାମାନେ ଚୌକି ଅପେକ୍ଷା ମଣିଷଙ୍କୁ ଅଧିକ ଗୁରୁତ୍ୱ ନ ଦେଇଛନ୍ତି, ଯେତେଦିନ ପର୍ଯ୍ୟନ୍ତ ସ୍ୱାର୍ଥପର ରାଜନୀତିର ସତ୍ତା ଓଲଟ ପାଲଟ ନ ହୋଇଯାଇଛି, ସେତେଦିନ ପର୍ଯ୍ୟନ୍ତ ଚାଲିବ ରାସ୍ତା ବନ୍ଦର ଆନ୍ଦୋଳନ, ରୁଦ୍ଧ ଦ୍ୱାରର କାର୍ଯ୍ୟକ୍ରମ। ପାରିବା ଭାଇମାନେ, ସବୁ ପାରିବା। ଆରେ ସାମାନ୍ୟ ଗୁଣ୍ଡୁଚି ମୂଷାଟେ ଧୂଳି ଝାଡ଼ି ଝାଡ଼ି ଗୋଟେ ସେତୁ ବନ୍ଧ ତିଆରି କରିବାର ସ୍ୱପ୍ନ ଦେଖିପାରିଲା। ଆମେ କଣ ତା ଠାରୁ ହୀନ? ତାହେଲେ ଆସ ଭାଇମାନେ, ଆମେ ସମସ୍ତେ ଶପଥ ନେବା। ଆମେ ଶପଥ କରୁଛୁ ସରକାରୀ ନିଷ୍ପତ୍ତିର ପ୍ରତ୍ୟାହାର ନ ହେଲା ପର୍ଯ୍ୟନ୍ତ, କ୍ଷେପଣାସ୍ତ୍ର ଘାଟି ଉଠି ନ ଗଲା ପର୍ଯ୍ୟନ୍ତ ଆମେ ସଂଗ୍ରାମ ଜାରି ରଖିବୁ।
କାମ ନାହିଁ ଲୋ ଏଠି ଆଉ କାମ ନାହିଁ ଏଠି ଆଉ କାମ ନାହିଁ ଲୋ ଏଠି ଆଉ କାମ ନାହିଁ ସରକାର ଏବେ କିସ କରୁଛନ୍ତି ସରକାର ଏବେ କିସ କରୁଛନ୍ତି ଚାଲେ ଦେଖିବା ପାଇଁ ଲୋ ଚାଲେ ଦେଖିବା ପାଇଁ ଏଠି ଆଉ କାମ ନାହିଁ ଲୋ ଏଠି ଆଉ କାମ ନାହିଁ ଏଇଠି ରଖ ଉଠାରେ ଭାଇ ଚାଲ ରେ ଚାଲ ଆଗେଇ ଚାଲ ମାର ଚପାଲି ଆରେ ଆହୁରି ଥୋଡ଼ା ଆରେ ବଡ଼ ଦେଉଳ କଳା ଠାକୁର ଆମ କୋଣାର୍କ ଆମ ଦଉଡ଼ି କଟକ ଚଣ୍ଡୀ ମା ବୀରଚୟ ମା ସମଲେଇ ଚାଲି ଯା ଆହୁରି ଥୋଡ଼ା ଏଇଠି ରଖ ଉଠାରେ ଭାଇ କଳାରେ ଭାଇ ଆହୁରି ଥରେ ଯା ଖୋଳି ଯା ଆହୁରି ଥରେ ଉଠାରେ ଭାଇ ହଁ ହେଇଗଲା ମାଷ୍ଟ୍ରେ ହଁ ଆସ ଆମେ ଯାଉଛୁ ହଁ ଯିବା ଆସ ରୁହ ଆସ ଆସ ଶୁଣୁଛ ହଁ ମତେ କହୁଛ ହଁ ହଁ ଆଉ ଶୁଣ ଏ ଗାଁ ତମକୁ ଲାଗିଲା ଆମେ ଟିକେ ପାଖ ଗାଁ ସବୁ ବୁଲିକି ଦେଖିକି ଆସୁଛୁ ହେଲା ଏଇ ଶୁଣ ଡେରି କରିବନି ନାଇଁ 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 ଜଲ୍ଦି ଆସିବ ହଁ ଏ ପୁଅ ଶୁଣ ଶୁଣ ତୁ ଏଇଠି ବସି ଭାଇ ସାଙ୍ଗରେ ଖେଳୁଥା ମୁଁ ଯାଉଛି ରୋଷେଇ କରିବି ଏଇ ଶୁଣୁ ଗାଁ ମାନଙ୍କୁ ଯେତେବେଳେ ଦେଖିବୁ ଅଚିହ୍ନା ଲୋକ ନା ସେତେବେଳେ ବଡ଼ ପାଟି କରି ଡାକିବୁ ଆରେ ଏବେ ନୁହେଁ ଯେତେବେଳେ ଅଚିହ୍ନା ଲୋକ ଦେଖିବୁ ସେତେବେଳେ ବଡ଼ ପାଟି କରି ଡାକିବୁ ଏ ଭାଇଟା କୁଆଡ଼େ ଗଲା ମା ମୁଁ ଏଇଠି ଏଇ ଶୁଣୁ ତୁ ଏଇ ପୁଅ ସାଙ୍ଗରେ ଆମର ଖେଳ ଖେଳୁଥା ହଁ ପାଡ଼ିଆ ପେଟା କରିବୁନି ନା। ଏଇ ତୁ ଗଣ୍ଡଗୋଳ କରିବୁନି ଖେଳୁଥିବ ଦି ଜଣ ହଉ। ମୁଁ ଯାଉଛି ରୋଷେଇ କରିବି ଏଇ ଶୁଣୁ ଅଚିହ୍ନା ଲୋକ ଦେଖିଲେ ବଡ଼ ପାଟି କରି ଡାକିବୁ ହଁ ହଁ ଆମେ ଜୋର କରି ପାର୍ଟି କରିବା ହଁ ମୁଁ ଯାଉଛି ରୋଷେଇ କରିବି ଖେଳୁଥା ହଉ ଠିକ ଏଇ ଚାଲ ଖେଳିବା ହେଲେ କ'ଣ ଖେଳିବା କହିଲୁ ମାଟି ହଉ ଠିକ ଅଛି ଏଇ ଧ ହେଲେ ଗୋଟେ ସର୍ତ୍ତରେ ତୁ ହାରିଲେ ମତେ 5ଟା ବାଟ ଦେବୁ ଆଉ ମୁଁ ହାରିଲେ ମୁଁ ତତେ 5ଟା ବାଟ ଦେବି କ'ଣ ରାଜି ତାହେଲେ ହେଇଯାଉ তো মার দেখ তোর বাজরানি দেখ মু মারুছি এ মারু তুই দেখিয়া যা মু খেলিবিনি ମୁଁ ଯାଉଛି ପଳେଇବି ମୁଁ ଯାଉଛି ସେପଟ ବନ୍ଧ ଆଡେ ବୁଲିକି ଆସେ ହେଲା ତୁ ଏଠି ଜଗିଥିବୁ କୁଆଡେ ଯିବୁନି ବାଇ ଲୋକ ଦେଖିଲା ମାନେ ଜୋର କରି ପାଟି କରିବୁ ମୁଁ ଏଇ ଗଲି ଆଉ ଏଇ ଆସିଲି ହେଲା
ଛାଡ଼ ମୁଁ ଗାଁ ଭିତରକୁ ଯିବି। ସରକାରୀ ଲୋକଙ୍କୁ ଏ ଗାଁ ଭିତରେ ପଶିବାକୁ ମନା। ମୁଁ ସରକାରୀ ଲୋକ ନୁହଁ। ତୁ ସରକାରଙ୍କ ଗୁପ୍ତଚର, ଏ ଗାଁର ଗୃହ ଶତ୍ରୁ। ତଥାପି ଏଇଟା ମୋ ଗାଁ, ମତେ କେହି ବି ଅଟକେଇ ପାରିବେନି। ଏପର୍ଯ୍ୟନ୍ତ ଯେତେ ସରକାରୀ ଲୋକ ଏ ଗାଁ ଭିତରେ ପଶିବାକୁ ଚେଷ୍ଟା କରୁଛନ୍ତି ସମସ୍ତେ ଏଠୁ ଫେରି ଯିବାକୁ ବାଧ୍ୟ ହୋଇଛନ୍ତି। ଏମିତିକି ପୋଲିସ ଜିପ୍ର ବି ସାହସ ହେଇନି। ତେଣୁ ତୁ ଚାଲିଯା ଏଠୁ। ବାଟ ନ ଛାଡ଼ିଲେ ମୁଁ ଜବରଦସ୍ତ ପଶିବି। ସେ ଦୁଃସାହସ କରନି ସୁର। ମୁଁ ଦେଖିବି ମତେ ଆଜି କିଏ ଅଟକେଇବ। ସୁର ଶେଷ ତୋର ପାଇଁ ସାବଧାନ କରିଦଉଛି। ଗୋଟେ ସ୍ତ୍ରୀ ଲୋକ ହେଇ ତୋର ଏତେ ସାହସ। ସାହସ ଅଛି ବୋଲି ଅଟକଉଛି। ଆଚ୍ଛା ଛାଡ ଛାଡ ବସି। आलो माँ आम पूरा लाठी उठेबा मना अहिंसार भाषा बदली गलानी मौसा एबे जे जो भाषा रे बुझे ताकू सेही भाषा रे बुझेबा पड़िबो हेला आलोक मास्टर एक कथा बुझिबे तो मु मो स्वामी को भलो भाबरे जानि छी ताको ए विषय सब बुझाई देबी तेबे चलो आलोक मास्टर एक कथार ओलोटा अर्थ बाहर करबारु आमे ताको बुझाई दब चलो गाँ भीतर पसफेरले एइथे कोच पॉलिटिक्स करिवो छी 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 भाबिथली तुमको मो आदर्श रे गड़ी तली पड़ी हेले देखोची तुम द्वारा साग भी सीजमरी मु कोन करबी सर पिला थारो बुढ़ा पर्यंत गाँ स्त्री लोक मानक ठारो आरंभ करी बुला भिकारी पर्यंत समस्त एकजुट सब गाँ मुंडरे फाटक शिक्षा और स्वास्थ्य कर्मचारी को छाड़ी देले अन्य समस्त को भीतर को पसिबा मना गाँ भीतर आगु जाऊ पुलिस कर्मचारी थिले सेमाने भी आंदोलनकारी को सपक्ष रे सर अवश्य गुप्त रे सर ए आंदोलन को भांगिबा असंभव सेमिति मूर्ख को बोली कथाबार्ता करनी गोटे पॉलिटिक्स रे असंभव बोली किछि नाही गोटे आंदोलन को बंद करबा पई हेले प्रथमे जनमत को विभ्रांत करबा पई पड़िबो आ ए विषय सबुठारु बेसी सहयोग करंती जर्नलिस्ट माने तमे गोटे काम कर दी चारिटा जर्नलिस्ट के ठीक नहीं आस राजधानी रे प्लॉट मिलिबो खबर कागज रे अधिक सरकारी विज्ञापन मिलिबो कहि सेमान को प्रलोभित कर आउ ए आंदोलन द्वारा किपरि मुष्टिमेय धनी लोक विरोधी दल लोक माने किपरि उपकृत होउचंती तार प्रत्यक्षदर्शी विवरणी सेमाने खबर कागज रे छापंत सर सेमान को फसल फल को बुली आनिबा पई व्यवस्था कर देबी गजा मूर्ख अरे सेमान को सेटिंग नबा कोन दरकार नहीं तमे एठी गोटे प्रेस कॉन्फ्रेंस रो आयोजन कर आगे आमे प्रत्यक्षदर्शी भाबे जहा कहिबा सेइटा को सेमाने खबर कागज रे छापिबे
ବୁଝିଲ? ସେମିତିକା ବଛା ବଛା ଜର୍ଣ୍ଣାଲିଷ୍ଟଙ୍କୁ ଡାକିବ, ଆମର ଶତ୍ରୁ ଗୁଡାକୁ ଡାକିବନି। ହେଲେ ସାର୍ ଗାଁରେ ତ ସବୁ ଲୋକ ଖବରକାଗଜ ପଢନ୍ତିନି, ସେମାନଙ୍କ ଉପରେ ପ୍ରଭାବ ପଡିବା ଅସମ୍ଭବ। ଆରେ ଏଇଟା ଲେଖା ଯାଉଛି ଏ ରାଜ୍ୟ ପାଇଁ, ଏ ଦେଶର ଲୋକମାନଙ୍କ ପାଇଁ। ସେମାନେ ଜାଣନ୍ତୁ ଯେ ପ୍ରକୃତରେ ସେ ଅଞ୍ଚଳର ଲୋକେ ଆକୁ ବିରୋଧ କରୁନାହାନ୍ତି। ବିରୋଧୀ ଦଳ ଲୋକମାନେ ନିଜର ସ୍ୱାର୍ଥ ସାଧନ ପାଇଁ ଏହା କରୁଛନ୍ତି। ତଥାପି ଆଜ୍ଞା ଇଡିୟଟ୍! ଆରେ ମୁଁ କଣ କେବଳ ଏ ଖବର କାଗଜ ବାଲାଙ୍କ ଉପରେ ନିର୍ଭର କରି ପଲିଟିକ୍ସ କରୁଛି? ସମସ୍ତଙ୍କ ମୁଣ୍ଡରେ ହାତ ନ ବୁଲାଇଲେ ତମେ ଏଠି ତିଷ୍ଠି ପାରିବ। ଆଚ୍ଛା, ତମେ ଗୋଟେ କାମ କର, ସାର୍। ନାରାୟଣ ବାବୁଙ୍କୁ ଫୋନ ଲଗାଅ। ସାର୍ ସାର୍ ଆରେ ନାରାୟଣ ବାବୁଙ୍କୁ ଫୋନ ଲଗାଅ। ସାର୍ ସେ ପୁରା ଅପୋଜିସନ ପାର୍ଟିର ଲୋକ, ଆପଣଙ୍କ ସହିତ ନିର୍ବାଚନ ଲଢି ହାରି ଯାଇଛନ୍ତି। ସୁର, ପଲିଟିକ୍ସରେ ଏକରେ ଏକ ମିଶିଲେ ଦୁଇ ହୁଏନି। କାହା ସହିତ କଣ ମିଶିଲେ ପଲିଟିକ୍ସ ହୁଏ ତାର ଭାଗ ମାପ ନ ପାଇଲେ ତମେ ଏଠି ତିଷ୍ଠି ପାରିବନି। ଯାଅ ଫୋନ ଲଗାଅ। ଫୋନ ଲଗେଇବା ଦରକାର ନାହିଁ, ମୁଁ ଆସି ଆଜ୍ଞା, ନମସ୍କାର ନମସ୍କାର ନମସ୍କାର। ମୁଁ ଆପଣଙ୍କୁ ଅପେକ୍ଷା କରିଥିଲି। ଖବର ପାଇଛି, ଟିକେ ଅସୁସ୍ଥତା ହେତୁ ଆସିପାରୁନ। ଆଚ୍ଛା ଆଚ୍ଛା। ହଁ, ଉଦ୍ଦେଶ୍ୟଟା କ'ଣ? ଏ ସୁର, ତମେ ଟିକେ ବାହାରେ ଅପେକ୍ଷା କର। ଆଜ୍ଞା ଏ ଶୁଣ, ଚାଲିଯିବନି, ତମ ସହିତ ଗୋଟେ ଜରୁରୀ କଥାବାର୍ତ୍ତା ଅଛି। ଆଜ୍ଞା। ମୋ ଛାତ୍ର, ତାକୁ ମୋ ଆଦର୍ଶରେ ଗଢି ତୋଳିବି ବୋଲି ଚେଷ୍ଟା କରୁଛି। ପାଠ ସାଠ ପଢା ପିଲାଟା ଭଳିଆ ଦେଖାଯାଉଛି, କାହିଁକି ତା ଜୀବନଟାକୁ ନଷ୍ଟ କରିବେ ବୋଲି ଲାଗିଛନ୍ତି? ଆମ ବନିଶୀ କଣ୍ଟାର ଥୋପ କିଏ କେତେବେଳେ ଗିଳିବ ସେ କଥା କଣ ଆମକୁ ଜଣା? ଆମେ ପରା ନେତା, ଆଉ ଏ ହଉଛି ଆମର ବେଉସା। ଏ ପିଲାଟି ସେଠିକା କଲେଜ ୟୁନିୟନର ପ୍ରେସିଡେଣ୍ଟ। ତାକୁ ବ୍ୟବହାର କରି ମୁଁ ଏ ଫସଲ ଫଳ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରୁଛି, ହେଲେ ହେଇପାରିବନି, କାରଣ ଏ ଆନ୍ଦୋଳନକୁ ବାହାରୁ ଥାଇ ଆମ ଦଳ ସପୋର୍ଟ କରୁଛି। ମୁଁ ଆହୁରି ଆକ୍ଟିଭ ଅଂଶଗ୍ରହଣ କରିବା ପାଇଁ ଯୋଜନା କରୁଛି। ଆପଣ କଣ ଭାବୁଛନ୍ତି ଏ ଆନ୍ଦୋଳନ ପିଠିରେ ବସି ନିର୍ବାଚନ ନଦୀ ପାର ହେଇଯିବେ? ନା, ମୋଟେ ନୁହେଁ, ମୋଟେ ନୁହେଁ। ଆପଣଙ୍କର ଯେହେତୁ ଇଏ କ୍ଷେପଣାସ୍ତ୍ର ଘାଟି ଆଦେଶ ପ୍ରତ୍ୟାହାର କରିବାର କ୍ଷମତା ନାହିଁ, ମୁଁ ଏ ଆନ୍ଦୋଳନକୁ ତୀବ୍ରତର କରିଦେବି। ଫଳରେ ଆପଣ ଆହୁରି ବଦନାମ ହେବେ। ମୁଁ ପୁଣି ଏମଏଲଏ ହେଇଯିବି। ତାପରେ ଘାଟି ଉଠିଯିବ। ବୁଝିଲେ ସଦାନନ୍ଦ ବାବୁ, ମୁଁ ପଲିଟିକ୍ସ କରୁଛି, ଗାନ୍ଧୀ କି ନେହେରୁଙ୍କ ଭଳିଆ ଦେଶ ସେବା କରୁଛି। ମୁଁ ବି ପଲିଟିକ୍ସ କରୁଛି। ଅସଲ ପ୍ରସ୍ତାବଟା କ'ଣ ଶୁଣେ? ମୁଁ ଭାବୁଛି ମୁଁ ଯଦି ରୀତିମତ এই ଆନ୍ଦୋଳନ ବିରୁଦ୍ଧରେ ମନ୍ତବ୍ୟ ଦେବି, ତାହେଲେ ଭବିଷ୍ୟତରେ ଏମଏଲଏ ହେବା ତ ଦୂରର କଥା, ସାମାନ୍ୟ ସରପଞ୍ଚ କିଏ ବି ହେଇପାରିବେ। ପ୍ରୋଟେଷ୍ଟ କରି ରିଜାଇନ୍ କରନ୍ତୁ। ମନ୍ତ୍ରୀ ତ ଚାଲିଯିବ, ରୋଜଗାର ହବ କେମିତି? ତା ଛଡା ଆପଣ ମାନଙ୍କୁ ହପ୍ତା ଦେବୁ କେମିତି? ତାହେଲେ କ'ଣ କରିବେ ବୋଲି ଚିନ୍ତା କରୁଛନ୍ତି? ମୁଁ ଭାବୁଛି ମୁଁ ଦଳ ଭିତରେ ଥାଇ ବାହାରୁ ଆନ୍ଦୋଳନ ବିରୁଦ୍ଧରେ ମନ୍ତବ୍ୟ ଦେବି, ହେଲେ ଭିତରେ ଭିତରେ ଆନ୍ଦୋଳନକୁ ସମର୍ଥନ କରିବି। କରନ୍ତୁ, ଆପଣ ମୋ ସହିତ ଯୋଗ ଦେବେ। ଦେଲେ ଦେଲେ ଇସ୍ୟୁଟା ଫସଲ ଫଳ ଭର୍ସେସ୍ ଶାସନ କଳ ହେଇଯିବ। ହେଲେ ହେଲେ ଆମେ ଫସଲ ଫଳର ନିଜ ଲୋକ ହେଇଯିବା। ଆଉ ଏଇ ଘାଟି ପ୍ରସ୍ତାବରେ ଶାନ୍ତିପୁରର ବି କିଛି ଅଞ୍ଚଳ ଅଛି। ଆଗାମୀ ଇଲେକ୍ସନରେ କିଏ କେଉଁଠୁ କଣ୍ଟେଷ୍ଟ କରିବ ସେ କଥା ପରେ ଚିନ୍ତା କରିବା। କିନ୍ତୁ କିଛି ଗୋଟେ କରିବା ପୂର୍ବରୁ ଯଦି ଆପଣଙ୍କର ମୁଖ୍ୟ ଏହି ଖବରଟା ପାଇଯାଆନ୍ତି ଏବଂ ଆପଣଙ୍କ ବିରୁଦ୍ଧରେ ଦଳ ବିରୋଧୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତି, ତାହେଲେ ଖାଲି ଫସଲ ଫଳ କାହିଁକି, ସମଗ୍ର ନୀଳାଚଳ ଜିଲ୍ଲାରେ ଆମର ଗୋଟିଏ ହେଲେ କ୍ୟାଣ୍ଡିଡେଟ୍ ଜିତି ପାରିବେ। ହଁ, ପଲିଟିକ୍ସଟା ଏଇଠି ଠିକ୍ କାମ କରୁଛି। କିନ୍ତୁ ଅସଲ କଥା କ'ଣ ଜାଣନ୍ତି? କ'ଣ? ଆପଣଙ୍କ ମନ ପରିବର୍ତ୍ତନର ଖବରଟା ଆପଣଙ୍କ ମୁଖ୍ୟ ପାଇସାରିଛନ୍ତି ଏବଂ ଆପଣଙ୍କ କାର୍ଯ୍ୟକଳାପ ଉପରେ ତୀକ୍ଷ୍ଣ ଦୃଷ୍ଟି ରଖିଛନ୍ତି। ଅସମ୍ଭବ! ଏ ଖବର ତାଙ୍କୁ ଦେଲା କିଏ? ମୁଁ ଆପଣ ମୋତେ ଏଇ ପ୍ରସ୍ତାବ ଦେବା ପୂର୍ବରୁ ମୁଁ ଠିକ୍ ଏଇଆ ହିଁ ଅନୁମାନ କରୁଥିଲି।
ମତେ ତ ପୁଣି ମୋ କ୍ୟାରିୟରଟାକୁ ଜଗିବାକୁ ପଡ଼ିବ ନା। ଜମା ରାଗନ୍ତୁନି, ରାଜନୀତିରେ ରାଗ ମୋଟେ ଶୋଭା ପାଏନି। ଆମ ବନିଶୀ କଣ୍ଟାର ଥୋପ କେତେବେଳେ କିଏ ଗିଳିବ ସେ କଥା କ'ଣ ଆମକୁ ଜଣା? ଆମେ ପରା ନେତା, ଇଏ ପରା ଆମ ବେଉସା। ନମସ୍କାର। ସୁର ସହିତ ତମର ଏମିତି ବ୍ୟବହାରଟା ଠିକ ହେଲା। ତମେ କଣ ଭାବୁଛ ସୁର ସାଙ୍ଗରେ କଣ ଏଇ କଥା କହିଥିଲେ ଏ ଗାଁ ଭିତରେ ଛାଡ଼ି ଦେଇଥିଲେ ସେ ତା ପକ୍ଷ ପରିବର୍ତ୍ତନ କରିଥାନ୍ତା? ଏବେ ନୁହେଁ। ଅବଶ୍ୟ ତମ ଯୁକ୍ତିଟା ବି ଠିକ। ଟିକେ ଲୁଣ ଖାଇଦେ ନହେଲେ ଥଣ୍ଡା ଦେବେ। ଯା ସେ ଗାଁ ଫାଟ ପାଖରେ ଖେଳୁଛୁ। କିଏ ଅଚିହ୍ନା ଲୋକ ଦେଖିଲେ ବଡ଼ ଆରେ ମୁଁ ଏବେ ନୁହେଁ, ଏବେ ଏମିତି କଲେ ଲୋକେ ତତେ ମିଛୁଆ ରାଧା ବୋଲି କହିବେ। ଯେତେବେଳେ ଅଚିହ୍ନା ଲୋକ ଦେଖିବ ନା ସେତିକି ପାଟି କରିବ। ଯା ଯା କଣ ହେଲା? କିଛି ଅସୁବିଧା ନାହିଁ? ହଁ, ଖବର ମିଳିଛି କିଛି ସରକାର ଲୋକ ବେରାସ୍ତା ଲୁଚି ଲୁଚି ଗାଁ ଭିତରୁ ପଶି ଆସୁଛନ୍ତି। ସେମାନେ ଲୋକମାନଙ୍କୁ ଚିନି ଦବୁ, କିରୋସିନ ଦବୁ, ଘର ଚାଲିଲେ ପକ୍କା ଘର କରିଦବୁ, ଏ କଥା କହି ପ୍ରଲୋଭିତ କରୁଛନ୍ତି। ଆମକୁ ସେମାନଙ୍କ ପ୍ରଭାବକୁ ରୋକିବାକୁ ହେବ। ଯେତେ ଲୋଭ ଦେଖେଇଲେ ବି ଲୋକମାନେ ଆଦୌ ପ୍ରଲୋଭିତ ହେବେନି। ନାଇଁ ନାଇଁ, କିଛି କହିହବନି। ଆମ ଭିତରେ ବି ଦୁର୍ବଳ ମନା ଲୋକ ଅଛନ୍ତି। ଯଦି ସେମାନେ ତାଙ୍କ ଭିତରୁ ଜଣକୁ ବି କାବୁ କରିନିଅନ୍ତି ତାହେଲେ ସେମାନଙ୍କ ସଂଖ୍ୟା ଯାଦୁ ଭଳି ସମଗ୍ର ଅଞ୍ଚଳରେ ମାଡ଼ିଛି। ଆମକୁ ଗାଁ ଗାଁ ବୁଲି ବୁଝେଇବାକୁ ପଡ଼ିବ ଏ ସବୁ ସାହାଯ୍ୟ ଅମୃତ ହାଣ୍ଡିରେ ଟୋପେ ବିଷ ଭଳି। ଏ ଗାଁ ଖବର ତମକୁ ଲାଗିଲା ମା, କିଛି ଅସୁବିଧା ହେଲେ ସମ୍ଭାଳିବ। ହଁ ଚାଲ ଚାଲ ଆମେ ଯିବା। ଚାଲ ଚାଲ। ଆରେ ଶୁଣ, ତମେ ତ ଅପେକ୍ଷା କରିବ, ତମେ ଖାଇନେବ। ଜଲ୍ଦି ଆସିବ। ହଁ ହଁ।
थिला सेते लागि अनेक बड़ मु एठी अपेक्षा करिछि हेले तू एठी आसिलो केमिति रास्ताटा बंद कर देलो बोली मु गां भितरे पसी पारि बोली भाबथिलो मो पाखरे की काम अछि तुमको मो सहित राजधानी जीवाक हबो काहे की सेठी गोटे प्रेस कॉन्फ्रेंस रे कहबो तमे एवं तम परि अनेकंकर ए आंदोलन प्रति समर्थन नाही अपोजिशन पार्टी लोक माने तुम मानकु जबरदस्त आ भितर को टाणी नै छथि आ ये फसल पाळ क्षेपणास्त्र घाटी प्रतिरोध समिति आ एइटा गोटे धुआं बाण प्रकृत रे सरकारी कार्य प्रति तम मानकर समर्थन रहिछि एमिति कहले आमर लाभ कोन हो आसंता निर्वाचन रे सदानंद पात्र नुहंती तमे तमे ए अंचल निर्वाचित प्रतिनिधि हबो मंत्री हबारे भी संभावना रहिछि अच्छा उत्तम प्रस्ताव आउ किछि कहबार अछि ना ताले शीघ्र चली जाठो मु खाली हाथ रे फेरी जीवा को आसीनी तुमको संगे रे नै जीवा को आसी छे सुर तू थरे गां भितरे पसिबा को चेष्टा करथिलु तार परिणाम कोन हला एते शीघ्र भूली गेलु ना 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 मोटे भूलिनी बरं सेई कथाटा मने पड़ी गला बोली तम पाखकु प्रथमे आसीली आउ ए कथा भी जानिछि तमे प्रतिरोध करिवो दरकार पड़िले वीरानारी भाबरे अस्त्र धारण भी करिवो आउ सेई अस्त्र रे केते ताकत अछि सेटा देखिबा को आसी छे तोते भलरे कहूची शीघ्र स्थान छाड़ी चली जा दुखर विषय मु तम अनुरोध ना रखि पारु आसो ए संगे संगे मोसर चली आसो छाड़ दो अरे आसो अरे आसो छाड़ भारी तो साहस गलान देखुची अरे भाई भाई अब भविष्य नेत्री को राजधानी देखे दियो सुरा तू एठी कोन करथु तपन तोर पर शहर रे सामाजिक मान को भेटिबा कथा तू फुल खबर पाइछु सुरा गोटे संवाद सृष्टि नकला जाय सांबादिक मान भेटी लाभ कोन तू की संवाद सृष्टि करिवु जदी तू जानि पानु ता सुन से संवाद होछु तू तोर मु किछि करनी मोर किछि दोसने मते छाड़ दे तू जने निर्दोष महिला पर अत्याचार करछु पाशविक अत्याचार तू गोटे गां को दी भाग रे विभक्त कर दैछु गोटे आंदोलन को विभ्रांत करे पे चेष्टा करछु मु का किछि करिनी मु किछि करिनी मते छाड़ दे मते मुक्ति दे मुक्ति ठीक अछि सुन सुरा तते मुक्ति मिलियो केवल गोटे शर्त दे तू उठाई दे ताको जाहरी जाय कि फेराई गए उठाई दे भाउजो भाउजो मो देखिबा करिले भाउजो मुर भूल गेछि भाउजो
ସିଏ ବୋଧେ ତତେ ବି ମରିବାକୁ ପଡ଼ିବ ସୁର। ମତେ ମାରିଲେ ତୋର ଲାଭ କଣ ହବ? ଲାଭ ମୋର ନୁହେଁ ତୋର ହବ। ତା ନହେଲେ ତୁ ତ ଭୁଲର ପ୍ରାୟଶ୍ଚିତ କରିବୁ କେମିତି? ଆସନ୍ତାକାଲି ଠାରୁ ତୁ ଫସଲ ବଳ ଆନ୍ଦୋଳନ ଶହୀଦ ହେଇଯିବୁ, ସମ୍ବାଦ ହେଇଯିବୁ, କୁଖ୍ୟାତ ଶିଖି ମାନେ ଚରଣ ପଟ୍ଟନାୟକ ହେଇଯିବୁ। ତୋ ଭଳିଆ ଗୋଟେ ଗୃହ ଶତ୍ରୁକୁ ହତ୍ୟା କଲେ ଏ ଆନ୍ଦୋଳନ ରାସ୍ତାରେ ଆଉ କେହି ଠିଆ ହେବାକୁ ତୋ ପାଇଁ କେବଳ ଗୋଟେ ଆଦେଶ ମୃତ୍ୟୁଦଣ୍ଡ। ତପନ ଇଏ କ'ଣ? ଦାଦି ଆମ ଅନୁପସ୍ଥିତିର ସୁଯୋଗ ନେଇ ଶୈତାନଟା ଆଉ ଯଜ୍ଞର ସର୍ବସ୍ୱ ଲୁଣ୍ଠନ କରିସାରିଲା ପରେ ସୁରର ଶବକୁ ପୋଲିସ ଖୋଜି ଖୋଜି ଯେମିତି ହେଲେ ବାହାର କରିବ। ତାହେଲେ ଆମେ କରିବା କ'ଣ? ମୁଁ ସେ କଥା ଚିନ୍ତା କରିଥାନ୍ତି ଦାଦି। ଏ ଶୈତାନ ପାଖରେ ପଥର ବାନ୍ଧି ମହାନଦୀକି ଫିଙ୍ଗିଦେବି। ଏ ସ୍ଥାନ ଚାଲି ଚାଲିଯିବି, ବାହାରେ ଆତ୍ମଗୋପନ କରିବି, ବାହାରେ ରହି ଆମର ଆନ୍ଦୋଳନକୁ ଆହୁରି ସକ୍ରିୟ କରିବାକୁ ଚେଷ୍ଟା କରିବି। ଦାଦି ଆମ ସ୍ୱପ୍ନ ସାର୍ଥକ ନହେଲା ଯାଏ ମୋର ତ ମରିବାକୁ ଇଚ୍ଛା ନାହିଁ ଦାଦି। ଠିକ୍ ଅଛି ଠିକ୍ ଅଛି, ବହୁତ
মমতা পড়িছি শোইল মমতা পড়িছি শোই উঠানি তাকু ভাঙ্গি জীবনিদ উঠানি তাকু ভাঙ্গি জীবনিদ কেতে যে কষণ সহিল মমতা পড়িছি শুই হলদি লগেই দিয় জলরে গাধেই দিয় সধবা নারী কুল লুগাবি পিন্ধেই দিয় তাকু লুগাবি পিন্ধেই দিয় তাকু বাদে তা অଳତା ଥାଉ ସିନ୍ଥିରେ ସିନ୍ଦୁର ରହୁ ଆଖିରେ କଜଳ ପାଣି କାଚ ହାତେ ତାର ଥାଉ ପାଣି କାଚ ହାତେ ତାର ଥାଉ କୋକେଇ ସଜାଡ଼ି ଦିଅ ଅହିର ଡିଗୁରା ଦିଅ କୋକେଇ ସଜାଡ଼ି ଦିଅ ଅହିର ଡିଗୁରା ଦିଅ ଖଇ କଉଡ଼ିକୁ
तपन এই জঙ্গল রাস্তাটা নিরাপদ আছে এই রাস্তা দিয়ে তুই চলে যা ঠিক আছে ଭଲରେ ଭଲରେ କହ ଏଠି ତୋ ସହିତ କିଏ ଥିଲା କେହି ନଥିଲା ଆଜ୍ଞା କେହି ନଥିଲେ ଆଁ ଆମକୁ କଣ ଭୂତ ଦେଖା ମୁଁ ସତ କହୁଛି ଆଜ୍ଞା ମୋ ସାଙ୍ଗରେ ଏଠି କେହି ନଥିଲେ ଚୁପ୍ ଶଳା ବୁଢାଟେ ହେଲୁଣୁ ମିଛ କହୁଛୁ ସତ କହ ଏଠି କିଏ ଥିଲେ ମୁଁ ସତ କହୁଛି ଆଜ୍ଞା ମୋ ସାଙ୍ଗରେ ଏଠି କେହି ନଥିଲେ ବୁଝିଲେ ଆଜ୍ଞା ଏଇଟା ଭଲରେ ଭଲରେ ମାନିବନି ଏଇଟା ହଉଛି ପକ୍କା ମାଡୁଆ ଏଇଟାକୁ ସେକେଣ୍ଡ ଡିଗ୍ରୀ ଦରକାର ନହେଲେ ମୋଟେ ମାନିବନି ଲଗା ସୁର କାହିଁ ଏଟା ଏମିତି ସେମିତି କଥା ମାନିବନି ଏଇଟାକୁ ଥାନାକୁ ନେଇ ଚାଲ ପୁଅ ସେଇଠି ବୁଝିବ ମଜା ଧର ତାକୁ ଠିକ ଅଛି ଉଠ ଚାଲ ସୁର କାହିଁ ମୁଁ ଜାଣିନି ଆଜ୍ଞା ଏ ତମ ଗାଁକୁ ଯାଇଥିଲା ଭଲ ହେଇଗଲା ମୁଁ ସତ କହୁଛି ଆଜ୍ଞା ମୁଁ ଜାଣିନି ଚୁପ୍ ତୁ ଶଳା ସେ ଗାଁର ମୁଖିଆ ତୁ ଜାଣିବୁ ତ କିଏ ଆଣିବା ପାଇଁ କହ ସୁର କାହିଁ ମୁଁ ଜାଣିନି ବୁଝିଲେ ଆଜ୍ଞା ଏଇଟା ମୋଟେ ଭଲରେ ଭଲରେ ମାନିବନି ଆରେ ଏଟା ଶଳା ପକ୍କା ଗାଲୁଆ ସିଧା ଆଙ୍ଗୁଠିରେ କେବେ ଘିଅ ବାହାରିଲାଣି ଏଇଟାକୁ ଥାର୍ଡ ଡିଗ୍ରୀ ଦରକାର ଠିକ ଅଛି ଲଗା ଏଇ ଆଜ୍ଞା ସତରେ କହିବୁ ନା ଥର୍ଡ ଡିଗ୍ରୀ ଆଣିବୁ ମୁଁ କି ଜାଣିନି ଆଜ୍ଞା ଆଣିବୁ ନାହିଁ ଜାଣିନି ହଉ ଛାଟ କଣ ପାଣି ଛାଟ ଏଇ କବେ ମାନି ଯା ଏ
ଶଳାଟା ମରିଲା ନା କଣ? ବୁଝିଲେ ଆଜ୍ଞା ଶଳାଟା ପେଲି ବେଲି କାଟୁଛି। ଠିକ ଅଛି, ନେଇଚାଲ ସେ କଣ ଘରେ ପକେଇଦବା। ହୋସ ଆସିଲେ ପୁଣି ଆରମ୍ଭ କରିଦବା। ଠିକ ଅଛି ଖୋଲ ତ। ଯାଉ। ଗୁରୁନା ମଉସାକୁ ବଞ୍ଚାଇବାକୁ ପଡିବ। ତାକୁ ଥାନାକୁ ଧରି ନେଇଛନ୍ତି। ପଶୁ ଭାଇ ଅତ୍ୟାଚାର କରୁଛନ୍ତି। ଥାନା ଘେରାଉ କର। ଗୁରୁନା ମଉସାକୁ ନ ଛାଡ଼ିଲା ପର୍ଯ୍ୟନ୍ତ ଘେରାଉ ଜାରି ରହିବ। ଠିକ ଅଛି। ହେଲେ ମନେ ରଖ ଆମ ତରଫରୁ ଯେମିତି ହିଂସା ଆଚରଣ ନ ହୁଏ। ହଁ। ଚାଲ। ଗୁରୁନା ମଉସାକୁ ନ ଛାଡ଼ିଲା ପର୍ଯ୍ୟନ୍ତ ଘେରାଉ ଜାରି ରହିବ। ହେଲେ ମନେ ରଖ ଆମ ତରଫରୁ ଯେମିତି ହିଂସା ଆଚରଣ ନ ହୁଏ। इनकलाब जिंदाबाद जिंदाबाद अमर दावे पूरा हो अमर दावे पूरा हो वरुणराव को भेज दियो वरुणराव को भेज दियो अमर दावे पूरा हो अमर दावे पूरा हो इनकलाब जिंदाबाद जिंदाबाद कौन करेगा? लोग थाना घेरू करेंगे। फोर्स दरकार, वायरलेस कर। यस हेलो फजल बड़ स्पीकिंग गोटे सस्पेक्ट को हमने थाना रे धर रखिଛୁ अनेक लोग थाना घेराव कलेनी लाइफ इन डेंजर फोर्स दरकार इमीडिएट एंड ऑब्जेक्ट ओवर एंड आउट प्लेटून सावधान सामने से तीनों तेज चल लेफ्ट राइट इनकलाब जिंदाबाद जिंदाबाद अमर दावे पूरा हो अमर दावे पूरा हो वरुणराव को भेज दियो वरुणराव को भेज दियो वरुणराव को भेज दियो अमर दावे पूरा हो अमर दावे पूरा हो अमर दावे पूरा हो ମୁଁ ଡିଷ୍ଟ୍ରିକ୍ଟ ମାଜିଷ୍ଟ୍ରେଟ ଥାନା ଚାରିକଡ଼ର ସମବେତ ଜନତାଙ୍କୁ ବେଆଇନ ଓ ନିୟମ ଭଙ୍ଗକାରୀ ଘୋଷଣା କରୁଛି। ମୁଁ ସମସ୍ତଙ୍କୁ ନିର୍ଦ୍ଦେଶ ଦଉଛି 10 ମିନିଟ ଭିତରେ ଏ ସ୍ଥାନ ପରିତ୍ୟାଗ କର, ନଚେତ ପୋଲିସ ତାର ଉଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। गत 48 घंटा धरी गोटे लोक को बिना वारंट रे अटक रखिबा को नियम और कानून रो काम पचरा उचरा ना रे ता ऊपर अकथनीय अत्याचार करिबा को नियम और कानून रो काम मिथ्या अभियोग करी गोटे आंदोलन को भंडूर करिबा चक्रांत को नियम और कानून रो काम आमर कई मरि गले तार उपयुक्त इंक्वायरी न करी फाइनल रिपोर्ट देई देबा को नियम और कानून रो काम कलेक्टर साहेब ए देश गोटाए ए देशर आईन गोटाए आपण आम पाई जो आईन लागू करछंती से आईन निज लोक मानक पाई भी लागू करंतु ତମମାନଙ୍କର ନେତା କିଏ? आपण भल भाबे जानिछंती ए आंदोलन रे कई जन नेता नहंती ए आंदोलन जनसाधारणकर सेमाने तांकर दाबी हासिल करबा पाई चलैछंती ମୁଁ ତମକୁ ଗିରଫ କରିବି। କାହିଁକି? କଣ ପାଇଁ? କଣ ତମର ଭୁଲ ଗୁଡାକ ଦେଖେଇ ଦେଲେ ବୋଲି? ଓ ଆପଣ ବି ଏ ବିଦ୍ରୋହ ପଛରେ ଆପଣମାନଙ୍କ ପରି ସ୍ୱାର୍ଥପର ଲୋକ। Shut up! Mind your language. ମୋ ସାଙ୍ଗରେ କେମିତି କଥାବାର୍ତ୍ତା କରିବାକୁ ହୁଏ ପ୍ରଥମେ ଶିଖ, ତାପରେ କଥାବାର୍ତ୍ତା କରିବ। ଆପଣ ଜଣେ ସରକାରୀ କର୍ମଚାରୀଙ୍କ କାର୍ଯ୍ୟରେ ବାଧା ସୃଷ୍ଟି କରୁଛନ୍ତି। ଓ ସେଇଥିପାଇଁ ଆପଣ ପଳେଇ ଆସିଲେ ଠେକ ଲଗେଇବାକୁ।
ଏ ଦେଶଟାକୁ ତ ଖାଇକିରି ଖୋଳ କରିସାରିଲେଣି ଆଉ କ'ଣଟେ ବାକି ଅଛି ଯେ ଏଠିକି ଆସିବାକୁ ପଡ଼ିଲା? ଆପଣଙ୍କ ଭଳିଆ ନିହାତି ଗୋଟେ ଅଶାଳୀନ ଲୋକଙ୍କ ସହିତ ମୁଁ ଏଠିକି କଥାବାର୍ତ୍ତା କରିବାକୁ ଆସିନି। ଆଉ କ'ଣ ପାଇଁ? ମୁଁ ଆସିଛି ମୋ ଭୋଟର ଭାଇମାନଙ୍କୁ ଗୋଟେ ସଠିକ ବାଟରେ ନେଇଯିବା ପାଇଁ। ବନ୍ଧୁଗଣ, ଏଇ ମାତ୍ର ଏକ ଶୁଭ ସମ୍ବାଦ ନେଇ ମୁଁ ଆପଣମାନଙ୍କ ପାଖକୁ ଧାଇଁ ଆସିଛି। ସରକାର ସିଦ୍ଧାନ୍ତ ଗ୍ରହଣ କରିଛନ୍ତି କେବଳ 36,000 ଲୋକଙ୍କୁ ସ୍ଥାନାନ୍ତରିତ କରାଯିବ। ଘାଟି ପାଇଁ ଆହୁରି କମ୍ ଏରିଆ ଦରକାର। ସ୍ଥାନାନ୍ତରିତ ଲୋକମାନଙ୍କ ପାଇଁ ନୂଆ ନୂଆ ଗ୍ରାମ ସୃଷ୍ଟି କରାଯିବ, ନୂଆ ନୂଆ କଳକାରଖାନା ବସାଯିବ, ସବୁ ପ୍ରକାର ବ୍ୟବସ୍ଥା କରାଯିବ। ତେଣୁ ବନ୍ଧୁଗଣ, ସରକାରୀ କର୍ମଚାରୀମାନଙ୍କୁ ତାଙ୍କର କର୍ତ୍ତବ୍ୟ କରିବାରେ ସହଯୋଗ କରନ୍ତୁ ଆଉ ଏ ଅସାମାଜିକ ଲୋକଙ୍କୁ ପୋଲିସକୁ ଧରାଇ ଦେବାର ସହଯୋଗ କରନ୍ତୁ। ବନ୍ଧୁଗଣ, ଏ ନିର୍ବାଚନୀ ଭାଷଣରେ ଆପଣମାନେ ଭୁଲନ୍ତୁ ନାହିଁ। ନିର୍ବାଚନକୁ ଆଖି ଆଗରେ ରଖି ଏଭଳି ମିଥ୍ୟା ପ୍ରତିଶ୍ରୁତିମାନ ଆପଣମାନଙ୍କୁ ଦିଆଯାଉଅଛି। ମୁଁ କିନ୍ତୁ ଆପଣମାନଙ୍କୁ କହି ରଖୁଛି, ଆମ ଦଳ କ୍ଷମତାକୁ ଆସିଲେ ଏଠାରୁ କ୍ଷେପଣାସ୍ତ୍ର ଘାଟି ଉଠାଇ ଦିଆଯିବ। ଆପଣମାନେ ଏ ଆନ୍ଦୋଳନ ଜାରି ରଖନ୍ତୁ। ଆପଣମାନଙ୍କ ସହିତ ମୁଁ ଅଛି। ବନ୍ଦ କରନ୍ତୁ ମିଥ୍ୟା ପ୍ରତିଶ୍ରୁତିର ପ୍ରତାରଣା। ଅନେକ ଶୁଣିଲୁଣି, ଅନେକ ଭୁଲିଲୁଣି, ଆଉ ନୁହଁ। ଏଇଠି ଗୋଟିଏ କଥା ସ୍ପଷ୍ଟ କରିଦଉଛି, ଆପଣମାନେ ସମସ୍ତେ ଏକ ଓ ଭିନ୍ନ, ସମସ୍ତେ କ୍ଷମତାର ଦଲାଲ, ପୁରୁଷ ପୁଙ୍ଗ ପରି ଦେଖାଯାଉଥିବା ଗୋଟେ ଗୋଟେ ନପୁଂସକ। এই আন্দোলনের রাজনীতি নাহি কি রাজনৈতিক দলের ইস্তাহার নাহি কি ক্ষমতা লিপ্সা নাহি। এই আন্দোলন জনসাধারণଙ୍କର যুদ্ধ বিপক্ষরে ଆଉ ଶାନ୍ତି ସପକ୍ଷରେ। ଯାଆନ୍ତୁ, ଚାଲି ଯାଆନ୍ତୁ ଏଠୁ। ଆମକୁ ଆମ ଜୀବନ ଯିବାର ସୁଯୋଗ ଦିଅନ୍ତୁ। ଯାଆନ୍ତୁ। ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି, ଆପଣମାନେ ଏଠୁ ଚାଲିଯାଆନ୍ତୁ, ନଚେତ୍ ଆଦେଶ ଦେବାକୁ ବାଧ୍ୟ ହେବି। कलेक्टर साहेब, आपण भी फोर्स उठे नियंतु आ बोरंदर राउत को हमको फेरे दियंतु। आदेश मानिबाकू नुहे, मु एठिकी आदेश दबाकू आसीछि। आजि ठारू ए फसल पाळ आंदोलन परिसमाप्ति एठी घटिबो। फोर्स सहित सरकारी कर्मचारी ए अंचल प्रवेश करिवे, ता परे मु एठी जिबि। ताले आपण भी गोटे कथा सुनि नियंतु, आम मानक देहरे रक्त थिबा पर्यंत आमे ए अंचल भीतर को काहरी को पसिबा को दबोनी ना। कोन भाई माने? ना, से सुजोग मु काहाकू दिएनी। तम मानको 10 मिनिट समय दैथिली।